ଆଜି ଶୁଣିବା ଉପନ୍ୟାସ ଶାସ୍ତି। ଔପନ୍ୟାସିକ କାହ୍ନୁଚରଣ ମହାନ୍ତି। ଭାଗ 5। ଶୋଇ ଘରୁ ହତାଶ ହୋଇ ଫେରି ସନେଇ ଗୋଟିଏ ବୁଦ୍ଧି ପାଞ୍ଚିଲା। ନିମୟମର ଜମିଦାର ଶିବ ଛୋଟରାୟଙ୍କ ପାଖକୁ ଆଉଥରେ ଯାଇ ତହସିଲଦାର ଗୋବିନ୍ଦ ପ୍ରଧାନଙ୍କ ଜରିଆରେ ଦୁଃଖ ଜଣାଇବ। ବିଷ୍ଣୁପୁର ଗାଁରେ ଜମିଦାରଙ୍କର ନିଚାଷ ଜମି କେତେ ଲୋକ ଚାଷ କରୁଛନ୍ତି, ସେଇଥିରୁ ଜମି 2-4 ମାଣ ଚାଷ କରିବାକୁ ମାଗିବ। ମହାଦେବଙ୍କ ମନ୍ଦିର ପାଖ ବଡ଼ଦେଉଳ ପୋଖରୀକୁ ଲାଗି ଯେଉଁ ଅନାବାଦୀ ଜମି ପଡ଼ି ରହିଛି, ସେଥିରୁ 10-5 ମାଣ ପଟ୍ଟା କରି ଆଣିବ। ବାପା ଯେମିତି ଦିନରାତି ମାଟି ସଙ୍ଗେ ଲାଗି ଯାଇଥିଲା, ସେ ବି ସେମିତି ଲାଗିବ। ଛେଳି 2ଟି ଜଗୁଆଳି ଟୋକା ଜିମା ଦେଇ ଘରେ ତାଲା ପକାଇଲା। ଗାମୁଛା ଖଣ୍ଡି ମୁଣ୍ଡରେ ବାନ୍ଧି ସେ ସିଧା ନିୟମରେ ଚାଲିଲା। ଗୋବିନ୍ଦ ପ୍ରଧାନଙ୍କ ଗୋଡ଼ତଳେ 5 ଟଙ୍କା ଥୋଇଦେଇ ଓଳଗି ହେଲା। ପ୍ରଧାନେ କଣେଇ ଚାହିଁ ମୁଡ଼ିକି ହସି ଦେଇ ପଚାରିଲେ, କିରେ ପୁଅ, କ'ଣ ହେଲା? ସ୍ୱଇଁଏ କ'ଣ କହିଲେ? ସନେଇ ସବୁ କହିଲା, ଆସିବାର ଉଦ୍ଦେଶ୍ୟ ମଧ୍ୟ ଜଣାଇଲା। ଆଉ ପରେ ପ୍ରଧାନଙ୍କ ଗୋଡ଼ ଧରି କହିଲା, ତମେ ଭରସା ନ ହେଲେ ମୁଁ ଗାଁ ଛାଡ଼ି କୁଆଡ଼େ ପଳେଇବି। କାହିଁକି ଏଠି ପଡ଼ି ରହିବି? ପରର ମୂଲ ଲାଗି ପେଟ ପୋଷିବାକୁ ଦୁନିଆରେ କ'ଣ ଥାନ ନାହିଁ? ଅନାବାଦୀ ଢିପ ଜମିଟା ପଡ଼ିଛି, ସେଥିରୁ ଜମିଦାରଙ୍କର କିଛି ଲାଭ ହେଉନାହିଁ। ମୁଁ ଦେହ ମିହନ୍ତି କରି ସେଥିରୁ 4 ପଇସା ଭେଲେଇ କ'ଣ ଆପଣଙ୍କ ଦୁଆରେ ଖାଲି ହାତରେ ଆସି ଠିଆ ହେବି? ପାଖକୁ ଲାଗି ଦଳୁଆ ପୋଖରୀଟା ଅଛି। ଖରାଦିନେ ପାଣି ରହେ ନାହିଁ, ସାପ ଜୋକ ପଣ ପଣ। ସେଇଟା ଯଦି ପାଏ, ଖୋଳାଖୋଳି କଲେ ସେଥିରୁ ପାଣି ଢିପ ଜମିରେ ମଡ଼େଇବି। ପ୍ରଧାନେ କାନରେ କଲମ ଖୋସି କଥାଟାକୁ ପରଖି ଦେଖିଲେ। ପରିଡ଼ା ପୁଅ ତ ଭଲ କହୁଛି। ସଲାମି ଟଙ୍କାତକ ଅଣ୍ଟାରେ ଖୋସି କାଗଜପତ୍ର କାଢ଼ି ବିଷ୍ଣୁପୁରର ଅନାବାଦୀ ତାଲିକା ଦେଖିଲେ। କହିଲେ, ଆରେ ପୁଅ, ସେ ଅନାବାଦୀ ପଡ଼ିଆ ତ ଏକା 12 ମାଣେ ପୋଖରୀ 1.5 ମାଣେ। ଜମିଦାର କ'ଣ ମଙ୍ଗିବେ? ସନେଇ କହିଲା, ସେ କଥା ଆପଣ ଜାଣନ୍ତି। ସଲାମି? ସନେଇ ରହି ରହି କହିଲା, ଗରିବ ଲୋକ, ଆପଣ ଯାହା ଠିକ୍ କରିବେ। ପ୍ରଧାନେ ଭାବିଚିନ୍ତି କହିଲେ, 12 ମାଣ ଅନାବାଦୀକୁ 12 2 ଗୁଣେ 24 ଟଙ୍କା, ପୋଖରୀ 1.5 ମାଣକୁ ମୋଟାମୋଟି 15 ଟଙ୍କା। 2 ମାଣ ଜମିର ଭାଗଚାଷ ସଲାମି 2 ଟଙ୍କା ହିସାବରେ 4 ଟଙ୍କା, ଅମଲା ପାଉଣା 10। ଜମିଦାରଙ୍କ ଦସ୍ତଖତ 3ଟା ପଟ୍ଟାକୁ 3 2 ଗୁଣକୁ 6, ଗାଏ ମୋଟ 59 ଟଙ୍କା, ଠାକୁର ଘର ମରାମତି ଟଙ୍କାଏ, ଏମିତି 60। ଏତକ ଯୋଗାଡ଼ କର ପୁଅ, ପଟ୍ଟା ପାଇବୁ। ଅନାବାଦୀ ଜମିର ଖଜଣା ମାଣକୁ ଟଙ୍କାଏ। ତମକୁ ମୁଁ ବାପ ପରି ମାନିବି, କଥାରୁ ବାହାରି ହେବି ନାହିଁ। ତେବେ ତୁ ଆଜି ଯା, ଟଙ୍କା ପଇସା ଯୋଗାଡ଼ କରି ଆସିବୁ। ମୁଁ ଆଗରୁ ଜମିଦାରଙ୍କୁ ଫୁସିଲା ଫୁସିଲି କରେ। ଏକ ବାଗିଆ ଲୋକ, ଯାହାରି ପାଟିରୁ ନାହିଁ ବାହାରିବ, ଆଉ ନ ହୁଏ କେବେ ଆସିବି? 2 ଦିନ ପରେ ବେଳ ଉଣ୍ଡି ସିନା ତୋ ଗୁହାରି ଜଣେଇବି ରେ। ତରତର ହେଲେ କାମ ଭଣ୍ଡୁର ହେବ, ଯା। ସନେଇ ଓଳଗି ହେଲେଇ ଘରକୁ ଫେରିଲା। 2 ଦିନ ତାକୁ 2 ବର୍ଷ ପରି ଲାଗିଲା। ଘରେ ମନ ଲାଗିଲା ନାହିଁ। ସେ ଧାଇଁ ଯାଏ ଶିବ ମନ୍ଦିର ପାଖ ପୋଖରୀ କୂଳକୁ। କେବେ କାଳର ପୁରୁଣା ପୋଖରୀ, କେଉଁ ମହାତ୍ମା ଖୋଳାଇଥିଲେ କେଜାଣି, ହେପାଜାତେ ବିନା ପୋତି ହୋଇ ଗଲାଣି। ପୋଖରୀ ତଳକୁ ଲମ୍ବି ଯାଇଛି ଢିପ, ଆବଡ଼ା ଖାବଡ଼ା ଅନାବାଦୀ ଜମି, କଣ୍ଟାବଣ, ଅଚିନା ଗଛ, ସିଝୁ ପାହାଡ଼, ଆତ, କ୍ଷୀରିକୋଳି, ବେତ, କିଆବଣ, ବିଲୁଆ କୋକି, ଗଧିଆଙ୍କ ଘର। ମଲା ଗାଈଗୋରୁ ଗାଁ ଲୋକେ ସେଇଠି ଫୋପାଡ଼ି ଦେଇ ଆସନ୍ତି। ସନିଆ ନିଜର ହାତରେ ତାକୁ ସଫା କରିବ। ହାଡ଼ଭଙ୍ଗା ପରିଶ୍ରମ କରି ଢିପ ଜମି ତାଡ଼ି ଖାଲ କରିବ। ପୋଖରୀରୁ ପାଣି ଉଠାଇ ସେ ସେହି ଠେଙ୍ଗ ଜମିକୁ କରିବ ସୁନାଥାଳି। ଚଷା ପୁଅ ସେ, ମାଟିର ପିଲା, ସେ ଡାକ ଦେଲେ ମାଟି ଦେବ ଜବାବ। ତାର ହାତ ଆଉଁସାରେ ମାଟି ଉଲୁସି ଉଠିବ, ହସି ଉଠିବ। ସନିଆ ହତାଶ ହେବ କାହିଁକି? ସନିଆ କଣ୍ଟାଝଣ୍ଟା ଆଡ଼େଇ ପ୍ରତି ପାହୁଣ୍ଡ ଜମି ପରଖି ଦେଖିଲା। ମଟାଳ ଠାଏ ଠାଏ ଦୋରାସା। ସବୁ ହାଣି କାଟି ସେ ସମାନ କରିବ। ଗହୀର ବିଲ ଚାରିଆଡ଼କୁ ଥରେ ଚାହିଁଲା। ଅନାବାଦୀ ବିଲ ଚାରିପାଖେ ଖାଲୁଆ ଜମି। କେତେ ଲୋକଙ୍କର ଥିଲା। ଚିନ୍ତେଇ ଶୋଇ ଧପା ମାରି ସବୁ ନିଜର କରିଛନ୍ତି। ଯେଉଁମାନେ ହଳ ଧରି ଜମିର ଛାତି ଚିରି ଫସଲ କାଢ଼ୁଥିଲେ, ସେମାନେ ଆଜି କିଏ କେଉଁଠି ରହିଲେଣି। ଯେଉଁମାନେ ଫେରିଛନ୍ତି, ସେମାନେ ସ୍ୱଇଁଘର କୋଠିଆ ଚାକର, ନୋହିଲେ ଭାଗୁଆଳ। ସେମାନେ ଚାଷ କରିବେ, ସେଇ ଦାଣ୍ଡ ଚୌପାଢ଼ି ଉପରେ କାଗଜ କଲମ ଧରି ବସିବେ। ପର କରିଲା ଫସଲକୁ ନିଜର କରି ଭଣ୍ଡାରରେ ସାଇତି ରଖିବେ। ରଖନ୍ତୁ, ସନେଇ ସ୍ୱଇଁଘର ଚାକର ନୁହେଁ ତ, ତା କଲା ଜମିର ଫସଲ ସେ ନେବ ଘରକୁ। ସନେଇ ନିରିଖି ଚାହେଁ। ଜମିଦାର ଦୟା କଲେ ଏତେ ଜମି ହେବ ତାର। ସେ ହଳ କରିବ, ଫସଲ କାଢ଼ିବ, ଧନ ସଞ୍ଚି ଆହୁରି ଜମି କିଣିବ, ବଡ଼ ଲୋକ ହେବ।
ତାପରେ ଧୋବି ହେବ ତାର। ଧୋବିର ଧନରେ ଯେଉଁ ସମ୍ପତ୍ତି ସେ କିଣିବ ସେଥିରେ ନିଜର ରକ୍ତ ଢାଳି ସେ ତାକୁ ଫଳାଇବ ବଢ଼ାଇବ। 2 ଦିନ କଟିଗଲା। ସନେଇ ଟଙ୍କା ନେଇ ଗଲା ଜମିଦାରଙ୍କ ଘରକୁ। ଗୋବିନ୍ଦ ପ୍ରଧାନେ ସେଦିନ ତାକୁ କରଛଡ଼ା ଦେଲେ। ଉପାସ ଭୋକରେ ବସି ସଞ୍ଜ ବୁଡ଼ିଲା। ପ୍ରଧାନେ ତାକୁ ଦେଖି କହିଲେ, ଆରେ ପୁଅ, ତୁ ବଡ଼ ହୀନ କପାଳିଆ। ଜମିଦାରଙ୍କୁ ଯେତେ ବୁଝାଇଲି, ତୋର ହୋଇ ଯେତେ କହିଲି, ସେ ଶୁଣିଲେ ନାହିଁ। ବେଶୀ ବଳେଇବାକୁ ବିରକ୍ତ ହୋଇ କହିଲେ, ଜମି ତ ନାକରା ନୁହେଁ, ଲୋକେ ଯେତେବେଳେ ନେବାକୁ ଆଗ୍ରହ କଲେଣି, ଅବଶ୍ୟ ତାର ଦାମ ବଢ଼ିବ, ବଢ଼ିଥାଉ। ଆକାଶରୁ ଖସି ପଡ଼ିଲା ଭଳି ସନେଇକୁ ଲାଗିଲା। କେତେ କଳ୍ପନା ଜଳ୍ପନା କରି ତାର ବୃଥା ହେଲା। ପଚାରିଲା, ତେବେ କ'ଣ ହେଲା ନାହିଁ? ଆହା, ଏମନ୍ତ ବ୍ୟସ୍ତ ହେଉଛୁ କାହିଁକି? ରହ, ଜମିଦାର ବୋଧ ହୁଏ ଟିକେ ବେଶୀ ଖୋଜୁଛନ୍ତି। ନିଅନ୍ତୁ ପଛେ 10-50 ଟଙ୍କା ବେଶୀ, ଜମି ଆମର ହେଉ, ଟଙ୍କା 100ଟା ଯୋଗାଡ଼ କରିପାରିବୁ? ଆଣିଛି। ତୁ ସିଆଣା ପିଲା, ବେଶ ଦେଇଯା, ମୁଁ ଜମିଦାରଙ୍କୁ ପୁଣି କହିବି, କାଲି ଆସି ପଟା ନେଇଯିବୁ। ସନେଇ 100ଟି ଟଙ୍କା ପ୍ରଧାନଙ୍କ ହାତକୁ ବଢ଼ାଇ ଦେଇ ମନ ମାରି ଘରକୁ ଫେରିଲା। ନରମାୟା ନାରାୟଣଙ୍କୁ ଅଜଣା। କିଏ କହିବ ଗୋବିନ୍ଦ ପ୍ରଧାନେ କ'ଣ କରୁଛନ୍ତି? ବିଶ୍ୱାସରେ ଟଙ୍କାଗୁଡ଼ା ସିନା ବଢ଼ାଇ ଦେଇ ଆସିଲା, ମନରେ ଆନନ୍ଦ ନଥାଏ। ପରଦିନ ପୁଣି ଜମିଦାରଙ୍କ ଘରକୁ। ପ୍ରଧାନଙ୍କର ଭେଟ ପାଇଲା ନାହିଁ। ସେ ଖଜଣା ଆଦାୟ କରିବାକୁ ମଫସଲ ଯାଇଛନ୍ତି। ଫେରି ଆସିଲା। ଦିନୁ ଦିନୁ ତାର ଉତ୍କଣ୍ଠା ବଢ଼ିଲା। ଧାଇଁ ଧାଇଁ ଶେଷକୁ ପ୍ରଧାନଙ୍କର ଭେଟ ମିଳିଲା। ସେଦିନ ତ୍ରୟୋଦଶୀ। ଜମିଦାରଙ୍କ ଦପ୍ତରର କାମ ବନ୍ଦ। ଦୋଳ ପୂର୍ଣ୍ଣିମା ପାଇଁ ଅମଲାମାନେ ଛୁଟିରେ ଘରକୁ ଯାଇଛନ୍ତି। ଏକା ନିମମ ସଚ୍ଚା ଗୋବିନ୍ଦ ପ୍ରଧାନ ଜମିଦାରଙ୍କ ଘରର ତତ୍ତ୍ୱ ନେବାକୁ ଜମିଦାରଙ୍କ ପାଖେ ପାଖେ ରହିଛନ୍ତି। ସନେଇକୁ ଦେଖି ପ୍ରଧାନ ପୁଅ ହସିଲା ମୁହଁରେ କହିଲେ, କିରେ ବାପ, ତୋ କାମ ତ ହୋଇଗଲା, ଆମ ଦୋଳ ଖର୍ଚ୍ଚ କାହିଁ? ସନେଇ ଦୀର୍ଘ ନିଶ୍ୱାସ ଛାଡ଼ିଲା। କହିଲା, ଏଇ କଥା କ'ଣ ରହିଯିବ ପ୍ରଧାନେ? ଚିରଦିନ ପାଇଁ ତମର ଯେତେବେଳେ ପ୍ରଜା ହୋଇ ରହିବି, କେଉଁ କଥାରେ ଅବାଧ୍ୟ ହେବି? ପ୍ରଧାନେ ହସି ହସି ଘର ଭିତରକୁ ଗଲେ। ବସ୍ତାନି ଖୋଲି 3 ଖଣ୍ଡ କାଗଜ ଆଣି ସନେଇ ହାତକୁ ବଢ଼େଇ ଦେଇ କହିଲେ, ହଉ ପୁଅ, ନେ, ଏ ଖଣ୍ଡି ଅନାବାଦୀ ପଟ୍ଟା, ଏ ଖଣ୍ଡି ପୋଖରୀ ପାଇଁ। ଜମିଦାର ଖୁସି ହୋଇ ତମରି ନାଁରେ 3 ମାଣ ଶାରଦ ଓ ନଈକଣ୍ଡିଆ ଉପରେ 2 ମାଣ ବିଆଳି ଜମି ଭାଗପଟ୍ଟା କରିଦେଇଛନ୍ତି। ଏ ଖଣ୍ଡିକରେ ସେଇଆ ଅଛି। ଆଗରୁ ଯେଉଁମାନେ ଭାଗ ନେଉଥିଲେ, ସେମାନେ ରୀତିମତ ଭାଗ ଦେଲେ ନାହିଁ। ନିହିତ ଜଗି କାମ କରିବୁ। ଜମିଦାରଙ୍କ ସୁଦୃଷ୍ଟି ପଡ଼ିଲେ ମଣିଷ ହେବୁ ରେ ପୁଅ। ହଉ, ତୁ ଯା। ସ୍ୱର୍ଗର ଚାନ୍ଦ ପାଇଲା ପରି ସେ ମଣିଲା। କାଗଜ 3 ଖଣ୍ଡ କାନିରେ ବାନ୍ଧି ଅଣ୍ଟାରେ ଖୋସି ସେ ପ୍ରଧାନକୁ ଦଣ୍ଡବତ ହୋଇ କହିଲା, ତମର ଉପକାର ମୁଁ ଶୁଝିପାରିବି ନାହିଁ। ପ୍ରଧାନେ ତାର ମୁଣ୍ଡରେ ହାତ ରଖି କହିଲେ, ତୁ ଯା, ମନ ଦେଇ କାମରେ ଲାଗିପଡ଼। ପ୍ରଧାନେ ଜାଣନ୍ତି, ଜମିଦାରଙ୍କ ପଶା ଖେଳ ବେଳେ ଅନ୍ୟ କାଗଜ ସଙ୍ଗରେ ପଟାଗୁଡ଼ିକରେ ସନ୍ତକ କରାଇ ଆଣିଛନ୍ତି। ସେଥିପାଇଁ ସନେଇ ଦେଇଥିବା ଟଙ୍କାରୁ ଗୋଟିଏ ସୁଦ୍ଧା ଜମିଦାରଙ୍କ ଭାଗରେ ପଡ଼ିନାହିଁ। ସନେଇ କେଡ଼େ ଆନନ୍ଦରେ ଗାଁକୁ ଫେରିଲା। ମନରେ ତାର ଗର୍ବ ଆସିଲା। ହେଉ ପଛେ ଠେଙ୍ଗା ଜମି ଅନାବାଦୀ, ସେ ଆଜି ପାଖାପାଖି ପାଟିଏ ଜମିର ମାଲିକ। ଗାଁର ଆଉ 5 ଜଣଙ୍କ ସଙ୍ଗେ ସମାନ ହୋଇ ଠିଆ ହେବାକୁ ତାର ମୁଣ୍ଡ ହେଲା, ସାହସ ହେଲା। ଚିନ୍ତେଇ ସ୍ୱଇଁକୁ ସେ ଡରିବ କାହିଁକି? ସମ୍ପତ୍ତିର ନିଶା ଲାଗିଲା। ଦୋଳ ପୂର୍ଣ୍ଣିମା କେବେ ଆସି କେବେ ଗଲା, ସନିଆ ସେ ଖବର ରଖିଲା ନାହିଁ। ଦିନ ରାତି ତାର ଭାବନା, ସେ ହଳ କରିବ, ଜମି କରିବ, ଯେତେ ପାରେ ସେତେ ଧାନ କିଣି ପାଖରେ ରଖିବ, ନହେଲେ ପାଖରେ ଟଙ୍କା ରହିବ ନାହିଁ। ସନିଆ ଏକୁଟିଆ ଏତେ ଜମି କରିପାରିବ ନାହିଁ ତ ଯାହାକୁ ହେଲେ ଆଣି ପାଖରେ ରଖିବ। ସନିଆ ହଳ ବଳଦ କିଣିଲା। ଗାଁ ଗାଁ ବୁଲି ଟଙ୍କା ଦେଇ ଧାନ କୁଣ୍ଡା କିଣି ଆଣିଲା। ମୂଲିଆ ଲଗାଇ କାମ ଆରମ୍ଭିଲା। ଏତେ ଦିନ ପରେ ଲୋକଙ୍କର ଆଖି ଫିଟିଲା। ଆରେ ସନିଆ କାହୁଁ ପାଇଲା ଧନ? କାହୁଁ ପାଇଲା ଏସବୁ? ମହାଦେବଙ୍କ ମନ୍ଦିର ତଳ ପୋଖରୀ କ'ଣ ସଫା କରୁଛି? ଅନାବାଦୀରୁ କଣ୍ଟା ଝଣ୍ଟା କାଟି ଅନାବାଦୀରୁ ବୁଝୁଛି? କିରେ କଥା କ'ଣ? ଦୋଳପୁନେଇ ଯିବାର 15-20 ଦିନ ପରେ ବଡ଼ି ସକାଳୁ ଚନ୍ଦରା ବିଲିଆଡ଼ ଆସୁଥିଲା ଦେଖିଲା। ସନେଇ ପୋଖରୀ ହୁଡ଼ାର ତଳ ଅନାବାଦୀ ପଡ଼ି ହାଣୁଛି। 2 ଜଣ ମୂଲିଆ ଟୋକେଇ ଧରି ମାଟି ନେଇ ପୋଖରୀ ହୁଡ଼ାରେ ପକାଉଛନ୍ତି। 3 ଜଣ ଯାକ ଝାଳ ଜରଜର ହୋଇଛନ୍ତି। ଚନ୍ଦରା ପାଖକୁ ଆସି ପଚାରିଲା, କିରେ ସନିଆ ଭାଇ, ବଡ଼ି ସକାଳୁ ଜମିଦାରଙ୍କ ଅନାବାଦୀ ଗୁଡ଼ାକ ତାଡ଼ୁଛୁ କାହିଁକି? ସନିଆ ଅଣ୍ଟା ସଳଖି କପାଳରୁ ଝାଳ ପୋଛି କହିଲା, ଜମିଦାରଙ୍କଠାରୁ ଏ ପୁଳାକ ପଟ୍ଟା କରି ଆଣିଛି। ଜମିଟା ଭାର ଢିପୁଆ ଅଛି, ହାତ ଖୋଳିଦେଲେ 5 ଗୁଣ୍ଠ ବାହାର କରି ବାଇଗଣ ପୋତିବି। ପୋଖରୀ ଭିତରକୁ ଚାହିଁଦେଲା ଚନ୍ଦରା। ବାଃ, କେଡ଼େ ସଫାସୁତୁରା ହୋଇଛି। ଅରମା ଦଳ ଛଡ଼ା ହୋଇ ଗୋଟିଏ କଡ଼ରେ ଜମା ହୋଇଛି। ଅନାବାଦୀ ଆଡ଼କୁ ଖୋଳା ହୋଇଛି ଚୌଖଣ୍ଡିଆ ଟବଟିଏ। ପଚାରିଲା ଚନ୍ଦରା, ପୋଖରୀଟା କ'ଣ ପଟ୍ଟା ନେଇଛୁ କି? ସନେଇ ମାଟି ହାଣୁ ହାଣୁ କହିଲା,
ହଁ ରେ ଭାଇ, ଜମିଦାରଙ୍କ ଜୟା। ଭାବିଛି ମଝିରୁ ପଙ୍କ ଉଠେଇ କଡ଼େଇ ପକେଇବି। ଏତେ ବଡ଼ ପୋଖରୀଟା କ'ଣ ହେବ? ଜମି 15 ଗୁଣ୍ଠ ଏଇ ପାଖକୁ ପୋଖରୀ ରଖି ବାକିତକ ତାରି ପଙ୍କରେ ପୋତିଦେଲେ ଜମି ମାଣେ କି 3 ପା ବାହାରି ପଡ଼ିବ। କଦଳୀ ପୁଆ ଯୋଗାଡ଼ କରୁଛି। ଜ୍ୟେଷ୍ଠ ସରଳୀ ମାଗିଯାଇଛି ଯେ 10-50 ବୁଦା ପକେଇଦେବି। ତମ କଦଳୀ ବାଡ଼ିରୁ 10-5 ବୁଦା ପୁଆ ଦେବୁ ଚନ୍ଦରା। ଚନ୍ଦରା କହିଲା, ଯେତେ ଇଚ୍ଛା ନେଇ ଆସିବୁ। କଦଳୀ ପୁଆ ତାଡ଼ି ବାପା ପକେଇ ଦେଉଛି। ଭଲ କାମ କରୁଛୁ ସନେଇ ଭାଇ। ଏ ପୋଖରୀ ଏ ଜମି ଆଜି ଯାଏଁ କାହାରି ଆଖିରେ ପଡ଼ିନଥିଲା। କରିପାରିଲେ ଏଥିରୁ ସୁନା ଆମଦାନୀ କରିବୁ। ମୂଲିଆ ଦିଏ ପାଖରେ ଠିଆ ହେଲେ। ସନେଇ କୋଡ଼ିପସା ମାରିଲା। ଚନ୍ଦରା ପଛରୁ ଚାହିଁ ଚାହିଁ ଆଗକୁ ଚାଲିଗଲା। ନାୟକ ଘରର ବୋହୂର ପ୍ରଶଂସା କେବଳ ଦୁର୍ଗାପୁରରେ ନୁହଁ, ଆଖପାଖ 10 ଖଣ୍ଡି ଗ୍ରାମର ପ୍ରତ୍ୟେକ ଲୋକର ମୁହଁରେ ଶୁଣାଯାଉଛି। ଯେଉଁମାନେ କାଲି ପଛରେ କହୁଥିଲେ, ଅଲକ୍ଷଣୀଟା ଲୋ, ନା ଯେମିତି ଘରେ ଗୋଡ଼ ଦେଇଛି ସମସ୍ତଙ୍କୁ ଖାଇଲା, କେତେ ପୁରୁଷର ଖାନଦାନ ଘର ଚୂନା ହୋଇଗଲା, ସେଇମାନେ ପୁଣି ଓଲଟି କହିବାକୁ ଲାଗିଲେ, ଧନ୍ୟରେ ଲକ୍ଷ୍ମୀ, କିଏ ବା ଚିରଦିନ ବଞ୍ଚିବ? ଦୁଃଖୀ ରଙ୍କିଙ୍କ ଦୁଃଖ ଯିଏ ବୁଝିଲା ସେ ମଣିଷ ନୁହେଁ, ଦେବତା। ଦୁର୍ଗାପୁରରେ ପହଞ୍ଚି ଶାଶୁ ଶ୍ୱଶୁର ଓ ସ୍ୱାମୀଙ୍କର ବର୍ଷିକିଆ ଶ୍ରାଦ୍ଧ ଶେଷ କରି ଧୋବି ନିଜର ସମ୍ପତ୍ତି ବାଡ଼ି କାଗଜପତ୍ର ଥିଲା ନଥିଲା ହିସାବ ବୁଝିଲା। କେତେ ଆଗ୍ରହରେ ହରି ମହାନ୍ତି ଧୋବିର ପାଖରେ ବସାଇ ସବୁ ବୁଝାଇବାକୁ ଲାଗିଲେ। କିନ୍ତୁ ହରି ମହାନ୍ତିଙ୍କ ଆଗ୍ରହ ଆନନ୍ଦ ବେଶୀ ଦିନ ରହିଲା ନାହିଁ। ମାସଟିଏ ନ ପୁରୁଣୁ ଧୋବି କାଗଜପତ୍ରରେ ମନ ଗଳାଇ ସବୁ ବୁଝିପାରିଲା। ମହାନ୍ତି ବୁଝିଲେ, ବୟସରେ ପିଲା ହେଲେ ମଧ୍ୟ ଝିଅଟାର ବୁଦ୍ଧି ଯେମିତି ପାକଳ ସେମିତି ତୀକ୍ଷ୍ଣ, ଭୁଲାଭୁଲି କରିଥିବା ସମ୍ଭବ ନୁହେଁ। ଜମିବାଡ଼ି ଓ ଜମିଦାରୀ ସମ୍ବନ୍ଧୀୟ ସବୁ ଦଲିଲ, ଦସ୍ତାବିଜ, କବଲା, କବୁଲିୟତ, ଧାନ, ଟଙ୍କା, କରଜର ସବୁ କାଗଜପତ୍ର ଧୋବି ନିଜ ହାତକୁ ନେଲା। ମହାନ୍ତି ତାର ଉଦ୍ଦେଶ୍ୟ ମୋଟେ ବୁଝିପାରିଲେ ନାହିଁ। ବୁଝିବାକୁ ମଧ୍ୟ ବେଶୀ ଡେରି ଲାଗିଲା ନାହିଁ। ଦିନେ ସକାଳୁ ମହାନ୍ତିଙ୍କ ପାଖକୁ ଡକାଇ ଧୋବି କହିଲା, ମଉସା, ଗତ 5 ବର୍ଷ ଭିତରେ ଯେତେ ଜମିବାଡ଼ି ଯେଉଁମାନଙ୍କଠାରୁ କିଣା ହୋଇଛି ଆଉ ଯେତେ ଲୋକଙ୍କୁ ଧାନ ବା ଟଙ୍କା କରଜ ଦିଆଯାଇଛି ସେମାନଙ୍କର ତାଲିକା କରି ମୋତେ ଦେଖାଇ ପାରିବ? ମହାନ୍ତି କହିଲେ, ତାଲିକା ତ କରାହୋଇ ରହିଛି। ହେବ କ'ଣ ମା, ଦରକାର କ'ଣ? ଧୋବି କହିଲା, ଦରକାର ଅଛି। ହେଉ ତେବେ 2 ଦିନ 3 ଦିନ ଭିତରେ ମୁଁ ତାର ତାଲିକା କରି ଦାଖଲ କରିବି। ହରି ତହସିଲଦାରଙ୍କର ସନ୍ଦେହ ହେଲା। ଭାବିଲେ ସ୍ୱାଇଁଙ୍କ ପାଖକୁ ଖବର ଦେବେ। ପୁଣି ଭାବିଲେ, ନା, ଦେଖାଯାଉ, 18 ବର୍ଷର ଝିଅଟାଏ ଏମିତି କ'ଣ ବଳିଯିବ? ତାଲିକା ତିଆରି ହେଲା। ଧୋବି ପୁଣି କହିଲା, ମଉସା, ଏ ତାଲିକାରେ ଯେଉଁମାନଙ୍କର ନାମ ଅଛି ସମସ୍ତଙ୍କୁ ଡକାଅ, ମୁଁ ସେମାନଙ୍କୁ ଥରେ ଦେଖିବି। ହରି ମହାନ୍ତି ଆଶ୍ଚର୍ଯ୍ୟ ହୋଇ କହିଲେ, କାହିଁକି, ସେମାନେ କ'ଣ ଆଉ ଅଛନ୍ତି? ଦୁର୍ଭିକ୍ଷରେ କିଏ କୁଆଡ଼େ ଯାଇଥିବେ, କିଏ କେଉଁଠି ପଡ଼ି ମରିଥିବେ। ତାଙ୍କ ବଂଶରୁ କେହି ତ ଫେରିଥିବେ। ଯିଏ ଫେରିଥିବେ ସେମାନଙ୍କୁ ଖବର ଦିଅ। ଯେଉଁମାନଙ୍କର କେହି ଫେରି ନାହିଁ ତାଙ୍କର ଅଲଗା ତାଲିକା କରାଅ। କାହିଁକି ମା? ଦରକାର ଅଛି। ଧୋବିର କଣ୍ଠରେ ଦୃଢ଼ତା। ହରି ମହାନ୍ତି ପ୍ରମାଦ ଗଣିଲେ। କେତେ ଭାବିଚିନ୍ତି 5-7 ପାଖ ଲୋକଙ୍କୁ ଖବର ପଠାଇଲେ। ଦାଣ୍ଡଘର ଚୌପାଢ଼ୀ ଉପରେ ଯେଉଁଠି ତାର ସ୍ୱାମୀ, ଶ୍ୱଶୁର, ଅଜାଶ୍ୱଶୁର ବସି ମାମଲତ କରୁଥିଲେ, ସେଇଠି ଧୋବି ବସିଲା। ସନ୍ନ୍ୟାସିନୀ ବେଶ, ଲାଜ, ସଙ୍କୋଚ, ଭୟଭ୍ରାନ୍ତି ମନରେ ନାହିଁ। ଯେଉଁମାନେ ଆସିଥିଲେ ଧୋବି ସେମାନଙ୍କ ସଙ୍ଗେ କଥାଭାଷା ହେଲା। ସେମାନଙ୍କର ଦୁଃଖ ଦୁର୍ଦ୍ଦଶାର ଖବର ବୁଝିଲା। ସମସ୍ତଙ୍କର ସେ ଗୋଟିଏ କଥା, ଦୁର୍ଭିକ୍ଷ କ'ଣ? ପେଟରେ ଦାଉରେ ପ୍ରାଣ ବଞ୍ଚାଇବାକୁ ଘରଦ୍ୱାର ଛାଡ଼ି ପିଲା କୁଟୁମ୍ବ ଧରି ଚାଲି ଯାଇଥିଲେ। କିଏ କୁଆଡ଼େ ଗଲେ। ବାଟଘାଟରେ ଅପନ୍ତରା ପଡ଼ି ପ୍ରାଣ ହାରିଲେ। ଯେଉଁମାନେ ବଞ୍ଚିବାକୁ ଆଶା ମୁଖରେ ଜନ୍ମମାଟିକୁ ଫେରି ଆସିଲେ ସେମାନେ କ'ଣ ଖାଇ ବଞ୍ଚନ୍ତେ? ହରି ମହାନ୍ତିଙ୍କୁ ଜମି ବିକ୍ରି କରି ସେତିକି ମିଳିଲା, ସେତିକିରେ ଜୀବନ ବଞ୍ଚାଇ ରଖିଛନ୍ତି। ପର ଘରେ ମୂଲ ଲାଗି ପେଟ ସେ ପୋଷୁଛନ୍ତି। ଘରଦ୍ୱାର କିଛି ନାହିଁ। ପର ଓଳି ତଳେ ନୋହିଲେ ଗଛ ମୂଳେ କୁଡ଼ିଆ କରି ରହିଛନ୍ତି। ସେମାନଙ୍କର କଥା ଶୁଣିଲା ବେଳେ ସନେଇ ପରିଡ଼ାର ରୂପ ଆସି ତା ଆଖି ଆଗରେ ଠିଆ ହୁଏ। ସନେଇ ପରିଡ଼ା ଏକା ଦୁଃଖୀ ନୁହେଁ, ତାରି ପରି ଶହ ଶହ ନିରାଶ୍ରୟ ଫେରି ଆସିଛନ୍ତି। କିଏ କେତେ ପ୍ରକାର ଦୁଃଖ କଷ୍ଟ ସହି ପ୍ରାଣ ଘେନି ରହିଛି। ସମସ୍ତେ ଧୋବିର ନିଜର ଲୋକ। ସ୍ୱାମୀ ଶ୍ୱଶୁରଙ୍କୁ ହରାଇ ଶହ ଶହ ନିରାଶ୍ରୟଙ୍କୁ ସେ ଦୋଷର କରିପାରିଛି। ପାତର ଅନ୍ତର କରିବ କାହିଁକି? ଯେତିକି ଶକ୍ତି ଅଛି ସେତିକିରେ ଲୋକଙ୍କୁ ପୁଣି କୂଳରେ ଲଗାଇବ। ତାଙ୍କର ନଥିଲା ଘର ତୋଳାଇ ଦେବ। ଯେଉଁମାନଙ୍କୁ ସେମାନେ ହରାଇ ଆଜି ମଣିଷ ସମାଜରେ ରହି ମଧ୍ୟ ଏକୁଟିଆ ମନେ କରୁଛନ୍ତି, ସେମାନଙ୍କର କୋଳରେ ହଜିଲା ମଣିଷ ପୁଣି ଆସି ନୂଆ ରୂପରେ ନାଟ କରିବେ। ଧୋବିର ଆଖି ଛଳଛଳ ହେଲା। ତାର କହିଲା, ଦେଖ କେଡ଼େ ଦୁଃଖୀ, କେତେ ହୀନ ଏମାନେ।
ଭଗବାନ ନିଷ୍ଠୁର ହେଲେ ବୋଲି ଆମେ କ'ଣ କାଠପଥର ହେବା? ଧନ ସମ୍ପତ୍ତି କ'ଣ ହେବ ଲୋ? ଗୋଟାଏ ପେଟ କ'ଣ ଅପସା ରହିବ? ଧୋବି ବୋଉଙ୍କର ମନ ତରଳିଲା। ଧୋବି କହିଲା, ହରି ମହାନ୍ତିଙ୍କୁ ତାଙ୍କର କାଗଜ ତାଙ୍କୁ ଫେରାଇ ଦିଅ। ନିଜ ନିଜ ଜମି ନିଜେ ଚାଷ କରି ଖାଆନ୍ତୁ। ଆହା, କେଡ଼େ ଦୁଃଖୀ ସେମାନେ! ମହାନ୍ତିଏ ଆଶ୍ଚର୍ଯ୍ୟ ହୋଇ ଅନାଇ ରହିଲେ। ତାଙ୍କର ଆଖିରେ ସନ୍ଦେହ, ବିସ୍ମୟ ଓ ଅଭିଯୋଗର ସୂଚନା ପାଇଲା ଧୋବି। ହସି ହସି ନିଜ ହାତରେ ଯେଉଁମାନଙ୍କୁ ସେମାନେ ହରାଇ ଆଜି ମଣିଷ ସମାଜରେ ରହି ମଧ୍ୟ ଏକୁଟିଆ ମନେ କରୁଛନ୍ତି, ସେମାନଙ୍କର କୋଳରେ ହଜିଲା ମଣିଷ ପୁଣି ଆସି ନୂଆ ରୂପରେ ନାଟ କରିବେ। ଧୋବିର ଆଖି ଛଳଛଳ ହେଲା। ତାର ବୋଉକୁ ଯାଇ କହିଲା, ଦେଖ କେଡ଼େ ଦୁଃଖୀ, କେତେ ସହାୟହୀନ ଏମାନେ। ଭଗବାନ ନିଷ୍ଠୁର ହେଲେ ବୋଲି ଆମେ କ'ଣ କାଠପଥର ହେବା? ଧନ ସମ୍ପତ୍ତି କ'ଣ ହେବ ଲୋ? ଗୋଟାଏ ପେଟ କ'ଣ ଅପସା ରହିବ? ଧୋବି ବୋଉଙ୍କର ମନ ତରଳିଲା। ଧୋବି କହିଲା, ହରି ମହାନ୍ତିଙ୍କୁ ତାଙ୍କର କାଗଜ ତାଙ୍କୁ ଫେରାଇ ଦିଅ। ନିଜ ଜମି ନିଜେ ଚାଷ କରି ଖାଆନ୍ତୁ। ଆହା, କେଡ଼େ ଦୁଃଖୀ ସେମାନେ! ମହାନ୍ତିଏ ଆଶ୍ଚର୍ଯ୍ୟ ହୋଇ ଅନାଇ ରହିଲେ। ତାଙ୍କର ଆଖିରେ ସନ୍ଦେହ, ବିସ୍ମୟ ଓ ଅଭିଯୋଗର ସୂଚନା ପାଇଲା ଧୋବି। ହସି ହସି ନିଜ ହାତରେ କାଗଜ କାଢ଼ିଲା। ନିଜ ଦଳେଇ ନିଅ ଓଝାଏ, ସାହୁଏ, ମହାପାତ୍ରେ, କାଣ୍ଡିଏ, ତମମାନଙ୍କର ଜମି ତମର ହେଲା। ନିଜ ଜମି ନିଜେ ଚାଷ କରି ଖାଅ। ଅଭାବ ହେଲେ ମହାନ୍ତିଙ୍କ ପାଖରୁ ଧାନ ନେଇଯିବ। ସୁଧ ଦେବାକୁ ପଡ଼ିବ ନାହିଁ। କାଗଜ କରିବା ଲୋଡ଼ା ନାହିଁ। ଫସଲ ହେଲେ ଶୁଝିଦେବ। ହରି ତହସିଲଦାର କାବା ହୋଇ ଚାହିଁଥିଲେ। ତୁଣ୍ଡରୁ ବଚନ ବାହାରିଲା ନାହିଁ। ଖାଲି ଓଠ ଦିଫାଳି ଖୋଲି ରହିଗଲା। ଭାବିଲେ, ଗଲା, ସବୁ ଗଲା। କେତେ କଷ୍ଟରେ, କେତେ ଚେଷ୍ଟା, କେତେ କୌଶଳରେ ଯେଉଁ ଜମିଗୁଡ଼ାକୁ ଆଣିଥିଲେ, ପିଲା ଲୋକ ଧୋବି ଫୁଟକି ମାରି ଉଡ଼େଇ ଦେଉଛି। କ'ଣ କରିବେ ତାଙ୍କର କି ଚାରା? ଲୋକେ ଲମ୍ବ ଲମ୍ବ ହୋଇ ଗୋଡ଼ ତଳେ ପଡ଼ିଲେ। ମୋ ଲକ୍ଷ୍ମୀ ଗରିବର ଦୁଃଖ ବୁଝିଲେ। ମା ଲକ୍ଷ୍ମୀ। ଚାରିଆଡ଼େ ଚହଳି ପଡ଼ିଲା। ନାୟକ ଘର ବୋହୂ ଜମି ଫେରାଇ ଦେଉଛନ୍ତି। ନଥିଲା ଲୋକଙ୍କୁ ନୂଆ ଜମି ଦେଉଛନ୍ତି। ଚଳିବା ମାନିଆ ଧାନ ଦେଉଛନ୍ତି। ଲୋକେ ଛୋଟିବାକୁ ଲାଗିଲେ। ଧୋବି ବୁଝିସୁଝି ଯାହାର ଜମି ତାକୁ ଫେରସ୍ତ ଦେବାକୁ ଲାଗିଲା। ଲେଲା ଲୋକ ପ୍ରଶଂସା କଲେ। ଜମି ଥିଲା ଲୋକେ ନିନ୍ଦା କଲେ। ନାୟକ ଘର ବୋହୂ ପାଗଳ ହୋଇଛି। ସମ୍ପତ୍ତି ବରବାଦ କରୁଛି। ଦିନ 7ଟାରେ ଖରିଦା ଜମି ସବୁ ଫେରସ୍ତ ଦିଆଗଲା। ତଥାପି ଦାଣ୍ଡରୁ ଲୋକ ଭିଡ଼ କମିଲା ନାହିଁ। କିଏ କେତେ ପ୍ରକାରର ଦୁଃଖ ଅଭାବ ଜଣାଇବାକୁ ଧାଇଁ ଆସିଲେ। ଉଡ଼ା ଖବର ପାଇ ନିଜେ ଚିନ୍ତେଇ ଶୋଇ ସତମିଛ ବୁଝିବାକୁ ଆସିଲେ। ହରି ମହାନ୍ତିଙ୍କ ଠାରୁ ସବୁ ଖବର ବୁଝି ସେ ଧୋବି ଉପରେ ବିରକ୍ତ ହେଲେ। ଧୋବି ତାଙ୍କୁ ବୁଝାଇ କହିଲା, ଜଣେ ମଣିଷ ପେଟ ପୋଷିବାକୁ ଏତେ ସମ୍ପତ୍ତି କ'ଣ ହେବ? ସେହିମାନଙ୍କର ତ ଏଇସବୁ ଜମି ଥିଲା ବାପା, ସେମାନେ ନେଇ ସୁଖରେ ରୁହନ୍ତୁ। କେତେଦିନ ତଳର କଥା ମନେ ପଡ଼ିଲା। ସନେଇ ପରିଡ଼ାକୁ ଜମି ଫେରାଇ ନ ଦେଇ ଅପମାନ ଦେଇ ଚିନ୍ତେଇ ଶୋଇ ତଡ଼ି ଦେଇଥିଲେ। ଧୋବିର ଦାଇନୀ ଶୁଣି ନଥିଲେ। ତାର ମନରେ ଆଘାତ ଲାଗିଥିଲା। ଆଜି ସେ ପ୍ରତିଶୋଧ ନେଉଛି। ଚିନ୍ତେଇ ଶୋଇ ସେଦିନ କିଛି କହିଲେ ନାହିଁ। ପରଦିନ ଧୋବିର ଅନୁପସ୍ଥିତିରେ ସ୍ତ୍ରୀଙ୍କୁ କହିଲେ, ଏସବୁ ସମ୍ପତ୍ତି ଯେ ବରବାଦ ହେଲା, ଏତିକି ଦାୟୀ କିଏ? ଧୋବି ପିଲା ଲୋକ, ତମେ ତା ପାଖେ ପାଖେ ଅଛ, ତାକୁ ଭଲ ବୁଦ୍ଧି ବତାଇଲ ନାହିଁ। ଧୋବି ବୋହୂ କହିଲେ, ପିଲା ହେଲେ କ'ଣ ହେବ? ତା ବୁଦ୍ଧି ତୁମଠୁ ପାକଳ। ସମ୍ପତ୍ତି ରଖିବ କାହା ପାଇଁ? ଭୂତ ଖାଇବାକୁ? ତମେ କହୁଛ ପୋଷପୁତ୍ର କରିବ। କାହିଁକି କରିବ? ପୋଷ ପୁଅ ଗୁଞ୍ଜାରୁଅ। ମୁଁ କହୁଥିଲି ଭଲ ପିଲାଟିଏ ଦେଖି ବାହାଘର କରିଦିଅ। ତାର କ'ଣ ସେଇଆ ଇଚ୍ଛା? ତା ଇଚ୍ଛା ଅନିଚ୍ଛାରୁ କ'ଣ ମିଳିବ? ସେ ତ ତୁମର କଥାରୁ ବାହାରିଯିବ ନାହିଁ। ସେ ଯଦି ସଂସାର ନ କରିବ, ଏତେ ସମ୍ପତ୍ତି ରଖିବ କାହିଁକି? ଦୁଃଖୀ ଦରିଦ୍ର ପୋଷି ହୁଅନ୍ତୁ। ସୋଇଏ କହିଲେ, ଧୋବି ବାହା ହେଲେ ଏ ସମ୍ପତ୍ତି ଉପରେ ତାର ଅଧିକାର ରହିବ ନାହିଁ। ତମେ ସମ୍ପତ୍ତି ଚାହୁଁଛ, ମୁଁ ଚାହୁଁଛି ଧୋବିକୁ। ସେ ଯଦି ମୂଲିଆ ମୂର୍ଖର ହାତ ଧରି ରହେ, ସମ୍ପତ୍ତି ତାର କ'ଣ ହେବ? ସୋଇଏ ପ୍ରତିବାଦ କଲେ ନାହିଁ। ସେଦିନ ଛାଇ ନେଉଟ ବେଳେ ହରି ମହାନ୍ତିଙ୍କୁ ଡକାଇ କହିଲେ, ସବାରି ଗୌଡ଼ ସଲିଲକର ମା ଝିଅ ଦିହେଁ କାଲି ସକାଳୁ ଘରକୁ ଯିବେ। ରାତିରେ ସୋଇଏ ଝିଅକୁ ଡାକି କହିଲେ, ମା, ଏଠି ଆଉ ବେଶୀ ଦିନ ରହିବା ଠିକ୍ ହେବ ନାହିଁ। କାଲି ସକାଳୁ ଗାଁକୁ ଯିବାର ବନ୍ଦୋବସ୍ତ କରୁଛି। କାହିଁକି ବାପା? ଆମର ଏଠି କିଛି ଅସୁବିଧା ହେଉନାହିଁ। ମୋର ଅନେକ କାମ ବାକି ଅଛି। ସେସବୁ ଶେଷ ନ କରି ମୁଁ କେଉଁଠିକୁ ଯାଇପାରିବି ନାହିଁ। ବିଷ୍ଣୁପୁରରେ ରହିଲେ କୌଣସି କାମ ବାକିଆ ପଡ଼ିବ ନାହିଁ। ହରି ତହସିଲଦାର ସବୁ କାମ କରିପାରିବେ। ମୁଁ ଯିବି ନାହିଁ। ଯିବୁ ନାହିଁ? ତୋ ବୋଉ ତ ଯିବ। ପିଲା ହଇରାଣ ହେଉଛନ୍ତି। ବୋଉ ଗଲେ ତୁ ଏକୁଟିଆ ରହିବୁ କିପରି? ମୁଁ ଏକା ରହିବି। ଅସୁବିଧା ହେବ। କିଛି ଅସୁବିଧା ହେବ ନାହିଁ। ଏଇ ତ ମୋର କର୍ମ ମୁହିଁ। ଯେତେଦିନ ତମ ପାଖରେ ସୁଖାନନ୍ଦ ପାଇ କଟାଇଥିଲି ସେତିକି। ଏହି ଢିଅ ଉପରେ ମୋର ଶାଶୁ ଶ୍ୱଶୁର ତାଙ୍କ 7 ବର୍ଷ ଭଲ ମନ୍ଦରେ କଟାଇଥିଲେ। ପରର ସେବା କରି ଏହି ଢିଅ ଉପରେ ଏ ଘରେ ମୋର ସ୍ୱାମୀ ଶ୍ୱଶୁର ଆଖି ବୁଝିଲେ। ଏଇ ମୋର ତୀର୍ଥଭୂଇଁ ବାପା, ଜଗନ୍ନାଥ ମନ୍ଦିର।
ୟାକୁ ଛାଡ଼ି କେଉଁ ସୁଖ ପାଇଁ ମୁଁ କୁଆଡ଼େ ଯିବି? ଯେଉଁଠି ସେମାନେ ପୋଡ଼ି ପାଉଁଶ ହୋଇଛନ୍ତି ସେଇ ମାଟିରେ ନିଆଁ ଘିଣିଲେ ମୁଁ ଶାନ୍ତି ପାଇବି ବାପା। ଧୋବି ଲୁହ ଅଟକାଇ ପାରିଲା ନାହିଁ। ଚିନ୍ତେଶ ହୋଇ କ୍ଷଣକାଳ ତୁନି ରହିଲେ। ଝିଅର କଥା ଶୁଣି ଏତେ ଦିନ ପରେ ତାଙ୍କର ପ୍ରାଣରେ ଆଘାତ ଲାଗିଲା। ମନେ ହେଲା ଯେପରି ସେ ଭୁଲ କରିଛନ୍ତି। ତାଙ୍କ ସ୍ତ୍ରୀଙ୍କର କଥା ହିଁ ଠିକ୍। ଧୋବିକୁ ଅନ୍ୟ ପାତ୍ର ଦେଖି ବାହା କରିଦେଇଥିଲେ ଏପରି ଉଦାସୀନତା ତା'ଠାରେ ସେ ଦେଖିବାକୁ ପାଇନଥାନ୍ତେ। ନୂଆ ସଂସାରର ସୁଖ ଦୁଃଖ ଭିତରେ ସେ ବୁଡ଼ି ରହିଥାନ୍ତା। କିନ୍ତୁ ଘର ସମ୍ପତ୍ତିର ଅବସ୍ଥା ହୁଅନ୍ତା କ'ଣ? ଝିଆଣିଆ ତରଫରୁ କେହି ଆସି ସମ୍ପତ୍ତି ଦାବି କରି ବସନ୍ତା। ତା ଛଡ଼ା ସ୍ୱଇଁଘର ଝିଅ ବିଧବା ବିବାହ କଲେ ସେ ଆଉ ଛାତି ଫୁଲାଇ ବାଟ ଚାଲି ପାରନ୍ତେ ନାହିଁ। ଲୋକଙ୍କ ଆଗରେ ସାହସ ନ କଲେ ମଧ୍ୟ ପଛରେ ନିନ୍ଦା କରନ୍ତେ। ନାୟକ ବଂଶର ବି କଳଙ୍କ ହେବ। ଏତେ ବଡ଼ କୁଳର ବୋହୂ ପର ଘରେ ଯାଇ ଚୁଲି ଫୁଙ୍କିବ? ସ୍ୱଇଁଏ ଦୁର୍ବଳତା ଦମନ କରି କହିଲେ, ସତ କଥା ମା, ତୋର ଭାରି ବୁଦ୍ଧି। ଏଡ଼େ ବଡ଼ ସମ୍ପତ୍ତିର ଉତ୍ତରାଧିକାରୀ ହୋଇ କୂଳ ରଖିବାକୁ ତୋର ପୋଷପୁତ୍ର କରିବା ଦରକାର ମା। ମଲା ପରେ ପାଣି ମନ୍ଦାଏ ପାଇବାକୁ ପିତୃଲୋକଙ୍କର ଆଶା। ତୁ ଯଦି ସେତକ ନ କରୁ ପିତୃଲୋକ ଦୁଃଖ ପାଇବେ। ଧୋବି ଦୀର୍ଘ ନିଶ୍ୱାସ ଛାଡ଼ିଲା। ତାର ନିର୍ମମ ପିତାଙ୍କର ମୁହଁକୁ ଚାହିଁ ଉତ୍ତର ଦେବାକୁ ପ୍ରତିବାଦ କରିବାକୁ ସେ ସାହସ କଲା ନାହିଁ। ସେ ତଳକୁ ଚାହିଁ ତୁନି ହୋଇ ରହିଲା। ତୁନି ରହିଲୁ ଯେ? ବାପା ତାର ଉତ୍ତରକୁ ଅପେକ୍ଷା କରିଛନ୍ତି। ଟାଣ ଟାଣ କରି ଚାରିପଦ ଶୁଣାଇ ଦେବାକୁ ଆଗ୍ରହ ହେଉଥିଲା। ସତେ ନାୟକ ବଂଶର ପିତୃଲୋକ ପାଣି ପାଇବେ ବୋଲି ତାଙ୍କର ଏତେ ଚିନ୍ତା। ଯେଉଁମାନଙ୍କର ସମ୍ପତ୍ତି ବାଡ଼ି ନେଇ ଯେଉଁମାନଙ୍କର ପିଲା କୁଟୁମ୍ବ ମୁହଁରେ ପେଜ ପାଣି ଢୋକେ ନ ଦେଇ ଅପନ୍ତରକୁ ଛତରକୁ ଛିଡ଼ି ଦେଇଥିଲେ, ଯେଉଁମାନେ ବାଟଘାଟରେ ପଡ଼ି ମଲେ, ଯେଉଁମାନଙ୍କର ବଂଶ ବୁଡ଼ିଲା, ସେମାନଙ୍କର ପିତୃଲୋକ କିପରି ପାଣି ପାଇବେ ସେ କଥା ଥରେ ଭାବୁନାହାନ୍ତି କାହିଁକି ତ? ଧୋବି ଧୈର୍ଯ୍ୟ ଧରି ରହିଲା। ତରତର କାହିଁକି? ତରତର ହେବାର କଥା। ପରପିଲାକୁ ଆପଣାର କରିବା ସହଜ ନୁହେଁ। ପିଲାଦିନୁ ପାଳିଲେ ସିନା ସେ ବୋଲ ମାନିବ। ତୋର ମଧ୍ୟ ମନ ଲାଗିବ। ଘର ପ୍ରତି ସଂସାର ପ୍ରତି ମମତା ଆସିବ। ବିଦେଇ ତୋର ଭାଇ, ଏକା ରକ୍ତ। ଦାଣ୍ଡରୁ ପିଲାଟିଏ ଧରି ଆଣିଲେ ରକ୍ତ ଟାଣିବ ନାହିଁ। ବିଦେଇ ମଣିଷ ହେଲେ ତୋରି ଭାଇ ତୋରି ପୁଅ ହେଲେ ତୋ ପ୍ରତି ତୋ ମନ ଜଟିବ। ସେଇଥିପାଇଁ ବାଧା ଦେଇ ଧୋବି କହିଲା, ଆପଣ ସବୁ ଠିକ୍ ବୁଝିଛନ୍ତି, କିନ୍ତୁ ମୋତେ ଭାବିବାକୁ ସମୟ ଦିଅନ୍ତୁ। ସ୍ୱାମୀ ଶ୍ୱଶୁର ମଲା ପରେ ମୋତେ ଆପଣ ନେଇଗଲେ। ତାଙ୍କ ପାଇଁ ଦୁଃଖ କରି କାନ୍ଦିବାକୁ ମୁଁ ବେଳ ପାଇ ନାହିଁ। ତାଙ୍କର ଅଧା କାମ ପୂରା କରି ନାହିଁ। ମୋତେ ଏକୁଟିଆ ଛାଡ଼ି ଦେଇ ଯାଆନ୍ତୁ। ବୋଉକୁ ନେଇ ଯାଆନ୍ତୁ ସାଙ୍ଗରେ। ସେ ମୋ ପାଖରେ ଥିବା ଯାଏ ମୁଁ ଦୁଃଖ ବୁଝିପାରୁନାହିଁ। କାନ୍ଦିବାକୁ ବେଳ ପାଉନାହିଁ। ବାପା, ମୋତେ ଆପଣ ଛାଡ଼ି ଯାଆନ୍ତୁ। ଚିନ୍ତେଶ୍ୱରଙ୍କର ଗୋଡ଼ ଧଳି ତଳେ ମୁଣ୍ଡ ଲଗାଇ ଧୋବି ପ୍ରଣାମ କଲା। ସେ ଝିଅର ମୁହଁରେ ହାତ ରଖି କହିଲେ, ଉଠ ମା, ବ୍ୟସ୍ତ ହେଉଛୁ କାହିଁକି? ତୋର କଥା ହେଉ ତୋ ବୋଉ ମୋ ସାଙ୍ଗରେ ଯାଆନ୍ତୁ। ହୁସିଆର ହୋଇ ଚଳିବୁ। ସମ୍ପତ୍ତି ବାଡ଼ି ଏମିତି ନଷ୍ଟ କରିବୁ ନାହିଁ। ପିଲା ଲୋକ ତୁ। ଯିଏ ସମ୍ପତ୍ତି କରେ ସେ ଜାଣେ ସମ୍ପତ୍ତି କରିବା କେତେ କଷ୍ଟ। ଧୋବି ଉତ୍ତର ଦେଲା ନାହିଁ। ଭାବିଲା, ଧୋକିରଙ୍କିଙ୍କର ତୁଣ୍ଡରେ ଆଧାର ଦେଲେ ଯାହାର ସମ୍ପତ୍ତି ତାକୁ ଫେରାଇ ଦେଲେ ସମ୍ପତ୍ତି ନଷ୍ଟ ହୁଏ ନାହିଁ। ମଣିଷର ବଡ଼ପଣ ନଷ୍ଟ ହୁଏ। ତାର ଗର୍ବ ଅଭିମାନ ଭାଙ୍ଗେ। ଚିନ୍ତେଶ୍ୱରୀ କହିବାକୁ ଲାଗିଲେ, ତୋର ନାହିଁ କ'ଣ? ଯେଉଁମାନଙ୍କୁ ଯାହା ଫେରାଇ ଦେବାର ଦେଇଛୁ ସେତିକି ଚିନ୍ତା ନାହିଁ। ଦୁଃଖୀ ରଙ୍କି କାଙ୍ଗାଳଙ୍କ ପାଇଁ ଠାକୁର ଘରକୁ ପଡ଼ି ଦେଇଦେ। ପ୍ରତିଦିନ ଯିଏ ଆସିବ ଠାକୁର ଘରେ ମୁଠେଇ ଖାଇବ, ବେଶ୍ ସେତିକି କର। ତୋ ଯାହା ଅଛି କରି ରଖି କାରବାର କଲେ ସବୁ ଭଲରେ ଚଳିବ। ସମ୍ପତ୍ତି ସେମିତି ରହିଥିବ। ଟିକିଏ ରହି ପୁଣି କହିଲେ, ପିଲା ଲୋକ ତୁ ଧୋବି, ମଣିଷ ଜାତିକୁ ଚିହ୍ନିନୁ। ଯାହାର ଉପକାର କରିବ ସେହି ତଣ୍ଟିରେ ଛୁରୀ ଦେବ। ଦୟା ପାଇ ଯେଉଁମାନଙ୍କର ସମ୍ପତ୍ତି ଫେରାଇ ଦେଉଛୁ ସେଇମାନେ ତୋର ନିନ୍ଦା କରିବେ। ସୁବିଧା ପାଇଲେ ଅନିଷ୍ଟ କରିବେ। ଯାହା ତୁ କଲୁ ସେଇଟା ମଣିଷର ପ୍ରକୃତି ନୁହେଁ, ମଣିଷର ପାଗଳାମୀ। ସବୁ ମଣିଷ ପାଗଳ ନୁହନ୍ତି। ତୋର କାମ ପାଇଁ ଲୋକେ ତୋତେ ପ୍ରଶଂସା କରିବେ ନାହିଁ, ନିର୍ବୋଧ ବୋଲି କହିବେ। ଚିନ୍ତେଶ୍ୱରଙ୍କର କଥା ଶୁଣି ଧୋବି ଉତ୍ତର ଦେଲା ନାହିଁ। ସେ ଜାଣେ ଯାହା ସେ କରିଛି ଅବା କରିବ ବୋଲି ମନେ କରିଛି ସେଥିପାଇଁ ସେ କାହାରି ନିନ୍ଦା ବା ପ୍ରଶଂସାକୁ ଅପେକ୍ଷା କରିବ ନାହିଁ। ଲୋକେ ତାର ଅନିଷ୍ଟ କରିବେ କ'ଣ? ମଣିଷର ଭଲ ମନ୍ଦ ମଣିଷ ହାତରେ ନାହିଁ। ଉପରେ ଯେଉଁ ଭଗବାନ ଦୁନିଆକୁ ଆତଜାତ କରୁଛନ୍ତି ତାଙ୍କର ଇଚ୍ଛା ପୂରଣ ହେବ। ମଣିଷର କର୍ତ୍ତବ୍ୟ ତାଙ୍କ ଉପରେ ରଖି ତାଙ୍କରି ନିର୍ଦ୍ଦେଶରେ ମଣିଷ ସେବା କରିବ, କାମ କରି ଚାଲିବ। ଦେବତାର ଅଭିଶାପ ଯେତେବେଳେ ଓହ୍ଲାଇ ଆସେ ମଣିଷ ମରେ। ଧୋବି ତୁନି ରହିବାର ଦେଖି ଚିନ୍ତେଶ୍ୱରୀ କହିବାକୁ ଲାଗିଲେ, ତେବେ ଝିଅ ଦିନା କେତେ ତୁ ଏକୁଟିଆ ରହ। ତୋ ବୋଉକୁ ମୋ ସାଙ୍ଗରେ ନେଇଯାଉଛି। ହରି ମହାନ୍ତି ବୁଢ଼ା ଲୋକ, ବିଶ୍ୱାସୀ ଲୋକ। ତାଙ୍କୁ ନ ପଚାରି କିଛି କରିବୁ ନାହିଁ ମା। ତାଙ୍କ କଥା ଶୁଣିବୁ, ବୁଝିବୁ।
ମୁଁ ଭାବୁଛି ବିଦେଇକୁ ତୋ ପାଖରେ ଛାଡ଼ି ଦେଇଯିବି। ସେ ତୋ ପାଖରେ ରହିଲେ ଖୁସି ଆନନ୍ଦରେ ବେଳ କଟିବ। ପିଲାଟି ତୋତେ ଭାରି ଖୋଜୁଛି, ଝୁରୁଛି। ଧୋବି ହଁ କି ନାହିଁ କହିପାରିଲା ନାହିଁ। ଚିନ୍ତେଇ ଶୋଇ ତାଙ୍କ କହିଲା କଥା କଲେ। 5 ବରଷର ପିଲା ବିଦ୍ୟାଧରକୁ ଧୋବି ପାଖରେ ଛାଡ଼ି ଦେଇ ଗଲେ। ଧୋବିର ଅଜାଣତରେ ତାର ବନ୍ଧନ ବଢ଼ାଇଲେ। 5 ବରଷର ପିଲା ବିଦେଇ ଯେତେବେଳେ ଆସି ଧୋବିର ପାଖରେ ରହିଲା, ଧୋବି ପ୍ରଥମେ ଖୁସି ହୋଇପାରିଲା ନାହିଁ। ସେ ବୁଝିଲା ତାକୁ ପୋଷ୍ୟପୁତ୍ର କରିବା ପାଇଁ ବାପା ଗୋଟିଏ ଫାନ୍ଦ ପୋତି ଦେଇଛନ୍ତି। ବିଦେଇ ଆଡ଼କୁ ଘୃଣା ଚକ୍ଷୁରେ ଅନାଇଲା। ବିଦେଇର ସୁନ୍ଦର କଅଁଳ ମୁହଁ, ନିର୍ମଳ ଉଜ୍ଜଳ ଚଞ୍ଚଳ ଆଖି, ବିଜୁଳି ପରି ଗତି ଦେଖି ଧୋବି ନିଜକୁ ତିରସ୍କାର କଲା। ଆରେ କରୁଛି କାହାକୁ? ଏ ବିଦେଇ ତାରି ଭାଇ, ତାରି ରକ୍ତ। ଏ ହସି ହସି ହାତ ବଢ଼ାଇ ତାରି ଆଡ଼କୁ ଧାଇଁ ଆସୁଛି। କି ସୁନ୍ଦର ହସ! କଅଁଳିଆ ନାଲି ନାଲି ଟିକି ଟିକି ଓଠ, ଦିଫାଳିକିଆ ହସ ଦେଖିଲେ ଧୋବିର ମନ ଉଲ୍ଲସି ଉଠେ। ହାତ ବଢ଼ାଇ ଅପା ଅପା ଡାକିଲେ ବିଦେଇ ଧାଇଁ ଆସିଲେ ଧୋବିର ପ୍ରାଣ ପୁଲୁକି ଉଠେ। ବିଦେଇକୁ ସେ କୋଳରେ କରେ, ଛାତିରେ ଜାକି ଧରେ, ମୁହଁରେ ଗେଲ କରେ। ଧୋବିର ଏକୁଟିଆ ଜୀବନରେ ବିଦେଇ ହେଲା ଏକମାତ୍ର ବନ୍ଧୁ, ଏକମାତ୍ର ଆନନ୍ଦ। ଘରେ ଦାସ ଦାସୀଙ୍କର ଅଭାବ ନାହିଁ, କିନ୍ତୁ ବିଦେଇର ଯତ୍ନ ନିଏ ଧୋବି। ନିଜ ହାତରେ ଗାଧୋଇ ଦିଏ, ଖୁଆଇ ଦିଏ, କୋଳରେ ପୂରେଇ ଶୁଏ। ଦିନକୁ କେତେଥର କେତେ ପ୍ରକାରେ ସଜେଇ ତାକୁ ଘଡ଼ିଏ ଚାହେଁ। ଚାହୁଁ ଚାହୁଁ ନିଜକୁ ଭୁଲି ଟାଣିନିଏ କୋଳକୁ। ଛାତିରେ ଜାକି ଧରି ଆଖି ବୁଜେ। ଛାତି ଭିତରେ ଛପି ଛପି ମାତୃତ୍ୱ ଖୋଜି ବୁଲୁଥାଏ ଯେଉଁ ଅବଲମ୍ବନ, କେଡ଼େ ବ୍ୟଗ୍ର, କେଡ଼େ ଆକୁଳ, ଅସ୍ଥିର ହୋଇ ମୁହୂର୍ତ୍ତେ ସେହି ଛପିଲା ମାତୃତ୍ୱ ଶାନ୍ତି ପାଏ। ମୁହୂର୍ତ୍ତେ ଚମକି ଉଠେ ଧୋବି, ଚମକି ଉଠେ ତାର ଛାତି। ଭିତରୁ ଚିତ୍କାର କରି ଉଠେ ମାତୃତ୍ୱ ସୃଷ୍ଟି ଯାହାର ଆକାଂକ୍ଷା, ସୃଜନ ଯାହାର ପଣ। ବିଦେଇକୁ କୋଳକୁ ଓହ୍ଲାଇ ତଳେ ଠିଆ କରେ। ତାର ହସିଲା ମୁହଁକୁ ଡରିଲା ଡରିଲା ଆଖିରେ ଚାହିଁ ଧୋବି ପଶେ ପୂଜା ଘରେ। କବାଟ କିଳେ। ରାଧାମାଧବଙ୍କ ଖଟୁଲି ତଳେ ମୁଣ୍ଡ ଲଗାଏ। ଆଖିରୁ ଗଡ଼ାଏ ଲୁହ। ହାଡ଼କୁ ଛାଡ଼ି ଦେହର ଯେଉଁ ମାଂସ ମେଦ ଆକୁଳ ବିକଳ ହୋଇ କାହିଁ କୁଆଡ଼େ ଛୁଟି ପଳାଇବାକୁ ବସନ୍ତି, ତାକୁ ସମ୍ଭାଳି ରଖିବାକୁ ସେ ଚେଷ୍ଟା କରେ। ମନେ ପକାଇ ନଥିଲା ସେ ସ୍ୱାମୀଙ୍କୁ, ଯାହାଙ୍କର ଦେହର ପରଶରେ ସ୍ୱର୍ଗର ସୁଖ ଅନୁଭବ କରୁଥିଲା। ମାତୃତ୍ୱର ପ୍ରେରଣା ଯାହାଙ୍କର ଦେହରେ ଗୁଡ଼ାଇ ଦେବାକୁ ନାରୀସୁଲଭ ଲାଜ, ସଙ୍କୋଚକୁ ଛଡ଼ାଇ ନେଇଥିଲା ତା ପାଖରୁ। ସ୍ୱାମୀଙ୍କର ମରଣର ଦୁଃଖ ତ ଆଜି ଆଉ ନାହିଁ, ଅଛି ଅପୂର୍ଣ୍ଣ ମାତୃତ୍ୱ ବାସନାର ଯନ୍ତ୍ରଣା। ସ୍ୱାମୀ ମରଣର ଦୁଃଖ ସିନା ସମୟର ଗତିରେ କମେ, ମା ହେବାର ଆଶା ସିନା ମରେ, ଇଚ୍ଛା ସିନା ଧର୍ମ, ସମାଜ, ସଂସ୍କୃତିର ଚାପରେ ମୁଣ୍ଡ ଟେକି ପାରେ ନାହିଁ, କିନ୍ତୁ ମାତୃତ୍ୱର ପ୍ରେରଣା, ସୃଜନର ଇଙ୍ଗିତ ଦେହର ପ୍ରତି ଲୋମମୂଳରେ ଭରିଦିଏ ମିଳନର ଆଗ୍ରହ। ଯନ୍ତ୍ରଣାରେ ଛଟପଟ ହୋଇ ଧୋବି ଦେବତାର ପ୍ରତିମୂର୍ତ୍ତି ଆଗରେ ମୁଣ୍ଡ ନୁଆଁଏ, ଲୁହ ଢାଳେ। ମନେ ପଡ଼େ କାଙ୍ଗାଳ ସନେଇ ପରିଡ଼ା। ମନେ ପଡ଼େ କେତେ ଦିନର କଥା। ଶିବରାତ୍ରିରେ ନିରୋଳା କୋଠରୀରେ ସନେଇ ଦେହର ପରଶ, ତାର ପ୍ରତିଜ୍ଞା। ଲାଜ ମାଡ଼େ। ନିଜକୁ ଯେପରି ସେ ଅପରାଧୀ ମନେ କରେ। ଭାବେ ସନେଇର ମନରେ ଅଯଥା ଆଶା ସେ ଜନ୍ମେଇଛି, ଯେଉଁ ଆଶା ସେ ପୂରଣ କରିପାରିବ ନାହିଁ। ଅନୁତାପ କରେ। ଅସ୍ଥିର ହୋଇପଡ଼େ। ଆଖିର ଲୁହ ତାକୁ ଶାନ୍ତି ଦେଇପାରେ ନାହିଁ। ବ୍ୟସ୍ତ ହୋଇ ସେ ଉଠେ। ଚଞ୍ଚଳ ହୋଇ ସେ ପଦାକୁ ଆସେ। ଡାକେ ହରି ମହାନ୍ତିଙ୍କୁ। ପୋଖରୀ ଖୋଳା କାମ ଶେଷ। କେତେ ଦୂର ଗଲା? ହରି ମହାନ୍ତି ତାର କାନ୍ଦିଲା କାନ୍ଦିଲା ମୁହଁକୁ ଚାହିଁ ଯେପରି କ'ଣ ଆଶଙ୍କା କରି କହନ୍ତି, କାମ ତ ଚାଲିଛି। ମୂଲିଆମାନଙ୍କର ଖାଇବା ବନ୍ଦୋବସ୍ତ ଭଲ ହୋଇଛି ତ? ହଁ ମା, ଠାକୁର ଘରେ ନୂଆ ଖନ୍ଦା ହୋଇଛି, ସେଠି ସମସ୍ତେ ଖାଉଛନ୍ତି। କାହାରି ତ ଅସୁବିଧା ହେଉନାହିଁ। ମୁଁ ନିଜେ ଦେଖିବି। ଧୋବି ବାହାରେ କାମରେ ମନ ଦିଏ। ଲୋକେ କ'ଣ କହୁଛନ୍ତି ବା କ'ଣ କହିବେ ସେଥିକୁ ସେ ନଜର ଦିଏ ନାହିଁ। ସକାଳୁ ଉଠେଇ ବିଦେଇର ଯତ୍ନ ନେଇ ତାକୁ ଚାକର ପାଖରେ ଛାଡ଼ି ନିଜେ ବାହାରି ପଡ଼େ। ପୋଖରୀ କାମ ସେ ଦେଖେ। ମୂଲିଆମାନଙ୍କର ହାରିଗୁହାରି ବୁଝେ। ଘର ଘର ବୁଲି ଗାଁ ଲୋକଙ୍କର ସବୁ ସେ ଖବର ବୁଝି ପକାଏ। କାହା ପୋଖରୀରେ ଦଳ ମାଡ଼ିଛି ତାହା ସେ ସଫା ହୁଏ। ଗାଁର କେଉଁ କୂଅରେ ପାଣି ରହୁନାହିଁ, ବର୍ଷା ଦିନେ ଗାଁ ଦାଣ୍ଡରେ କେଉଁଠି ପାଣି ଜମି କାଦୁଅ ହୁଏ, ସବୁ କଥାର ତାଲିକା କିନାରା କରେ ଧୋବି। ମାସକେଟାରେ ଏତେ ବଡ଼ ଗାଁର ସବୁ ଲୋକଙ୍କୁ ସେ ଆପଣାର କରିପାରିଲା। ତା ଆଖିରେ ଗାଁଯାକର ସବୁ ଲୋକ ଯେପରି ତାରି କୁଟୁମ୍ବର ମଣିଷ। ଗାଁ ଲୋକ ମଧ୍ୟ ସମସ୍ତେ ତାକୁ ନିଜ କୁଟୁମ୍ବର ମଣିଷ ପରି ଗ୍ରହଣ କଲେ, ଭଲ ପାଇଲେ।
ସମସ୍ତଙ୍କ ସଙ୍ଗେ ସମାନ ଭାବରେ ମିଶି ଧୋବିର ନିଷ୍ଠାର ଅଭାବ ନଥାଏ। ଗୋ ବ୍ରାହ୍ମଣ ପ୍ରତି ସମ୍ମାନ, ଦେବତାଙ୍କୁ ଭକ୍ତି, ଜାତି ବର୍ଣ୍ଣ ଭେଦରେ ଯାହାର ଆସନ ଯେଉଁଠି ତାକୁ ସେ ସେଇଠି ରହିବାକୁ ଅନୁମତି ଦିଏ। ତାର ଧାରଣା ଉଚ୍ଚ ନୀଚ ପାହାଚ ପରି ସମାଜର ଉଚ୍ଚ ନୀଚ ଜାତି ଓ ଧନୀ ଦରିଦ୍ର ଭେଦ ନିତାନ୍ତ ଦରକାର, ନୋହିଲେ ସନାତନ ହିନ୍ଦୁ ଧର୍ମର କୌଣସି ଅର୍ଥ ରହିବ ନାହିଁ। ସମସ୍ତେ ଯଦି ସମାନ ହେବେ, ସମସ୍ତେ ଯଦି ସୁଖରେ ରହିବେ, ଲୋକେ କର୍ମଫଳ ମାନିବେ ନାହିଁ। ଲୋକେ ଯଦି କର୍ମଫଳ ନ ମାନନ୍ତି, ନୀତି ଅନୀତି, ଧର୍ମ ଅଧର୍ମ, ପାପ ପୁଣ୍ୟର ଭେଦ କିଛି ରହିବ ନାହିଁ। ସମସ୍ତେ ହେବେ ଉଚ୍ଛୃଙ୍ଖଳ। ସମାଜ ତିଷ୍ଠି ପାରିବ ନାହିଁ। ଧୋବି ପୁରାଣ ପଢ଼େ, ବ୍ରାହ୍ମଣଙ୍କ ମୁହଁରୁ ନୀତିବାଣୀ ଶାସ୍ତ୍ର ଉପଦେଶ ଶୁଣେ, ବିଧବାର ନିୟମ ମାନି ଚଳେ, ମୁକ୍ତ ହସ୍ତ ଦେଇ ସମସ୍ତଙ୍କୁ ସେ ସାହାଯ୍ୟ କରେ, ସମସ୍ତଙ୍କୁ ନିଜର ବୋଲି ମାନେ। ଲୋକମୁଖରେ ପ୍ରଶଂସା ବ୍ୟାପିଯାଏ, ସମସ୍ତେ ଧନ୍ୟ ଧନ୍ୟ କୁହନ୍ତି। କିନ୍ତୁ ହରି ମହାନ୍ତିଙ୍କ ମନ ମରିଯାଏ। ପଇସା ଗୁଡ଼ା ଆବାଜ୍ୟରେ ଖର୍ଚ୍ଚ ହେଉଛି, ଦିନୁ ଦିନୁ ସମ୍ପତ୍ତି କମୁଛି, ଭୂତ ଖାଉଛନ୍ତି। ପିଲାଲୋକ ବୁଝିପାରୁନାହିଁ, ତଥାପି ତାକୁ ବୁଝେଇ କହିବାକୁ ସାହସ କରନ୍ତି ନାହିଁ। ସେ ଜାଣନ୍ତି, ପ୍ରତିବାଦ କଲେ ଧୋବିର ମନରେ ଦୁଃଖ ହୁଏ। ସେ ମୁହଁ ଶୁଖାଏ, କାନ୍ଦେ, ପୁଣି ମନେ ମନେ ପ୍ରତିଜ୍ଞା କରି ଆସେ ଆହୁରି ସମ୍ପତ୍ତି ଉଡ଼ାଇବ। ଦାଣ୍ଡରୁ ଡାକି ଗରିବ ମୂଲିଆଙ୍କୁ ଜମିଗୁଡ଼ା ଚାଷ କରି ଖାଇବାକୁ ମାହାଳିଆ ଛାଡ଼ିଦେବ। ଏସବୁ କଥା ହରି ମହାନ୍ତି ଚିନ୍ତେଇ ସ୍ୱଇଁଙ୍କୁ ଲେଖିପାରନ୍ତି ନାହିଁ। ସ୍ୱଇଁ କ'ଣ କରିବେ? ନିଜେ ଠକିବା ଯାଏ ହେଲେ ଲାଭ କ'ଣ ହେବ? ଏବେ କାଳର ପିଲା ଯାହା ବୁଝନ୍ତି, ରାମ୍ପି ବିଦାରି ସେୟା କରୁଥାନ୍ତି, କୁହାର ବେଳର ନୁହନ୍ତି। ମହାନ୍ତିଏ ମନକୁ ମନ ରାମ୍ପି ବିଦାରି ହୋଇ ତୁନି ହୁଅନ୍ତି। ସେଦିନ ପୁଣି ଆସିଥିଲା ପରିଆ ମା କେଉଟୁଣୀ। ପୁଣି ତାକୁ ପାଖରେ ବସାଇ ଖୋଳି ତାଡ଼ି ପଚାରି, ସନେଇ ଭାଇ ଘର କରିଛି, ଜାତି ହେଉଛି ମହାଦେବଙ୍କ ପାଖ ଅନାବାଡ଼ି ଚାମ୍ପି କରୁଛି, ସବୁ ଜାତିର ଗଛ ରୋପିଲାଣି, କେତେ ମୂଲିଆକୁ କାମରେ ଲଗେଇଛି। ସନେଇ ଭାଇ ତାର ସୁଖରେ ଆନନ୍ଦରେ ଅଛି। ପୁନି କଥା ସେ ଜାଣେ, ତଥାପି ପୁନିକୁ ଶଙ୍ଖୋଳି ଯିବାକୁ ଥରେ ଆସିଲା ନାହିଁ। ପୁନିର ଭଲମନ୍ଦ ବୁଝିଲା ନାହିଁ। ପରିଆ ମା ଚାଲିଗଲା। ପୁନି ଏକୁଟିଆ ଘରେ ବସି ନିଜ କଥା, ତା ସନେଇ ଭାଇର କଥା ଭାବିବାକୁ ଲାଗିଲା। ତା ଭାଇ ଜାଣି ଜାଣି ତାକୁ ଭୁଲିଛି। ଅଜାତିରେ ପଶିଲେ ଯାହା ମରଣ ହେଲେ ତାହା। ସନେଇ ଆଖିରେ ପୁନି ମରିଛି, ସେଥିପାଇଁ ସେ ତାର ନାମ ସୁଦ୍ଧା ତୁଣ୍ଡରେ ଧରୁନାହିଁ। ପୁନି କାହିଁକି ସେ କଥା ଆଉ ଭାବିବ? ଭାଇକୁ ଥରଟିଏ ଦେଖି ଆସିବା ପାଇଁ ଡହଳ ବିକଳ ହେବ। ଯିବାକୁ କେତେଥର ସେ ମନ କରିଛି। ମଧୁଆକୁ ମନ କଥା ସେ କହିଛି। ମଧୁଆ ବାଧା ଦିଏ ନାହିଁ, ତଥାପି ସେ ଯାଇପାରେ ନାହିଁ। ଭୟ କରିଛି, କାଳେ ତା ଭାଇ ତାର ମୁହଁକୁ ନ ଚାହିଁବ, କାଳେ ଗାଁ ଲୋକେ ତାକୁ ପଚାରିବେ, କିଲୋ ପୁନି, ତତେ କ'ଣ କୂଅ ପୋଖରୀ ମିଳିଲା ନାହିଁ, ଶେଷକୁ ବାଉରି ଘରେ ପଶିଲୁ? କେମିତି ସେ କାହାକୁ ମୁହଁ ଦେଖାଇବ? କେତେଥର ଭାବିଛି, ଲୋକନିନ୍ଦା ଲୋକଲଜ୍ଜାରୁ ରକ୍ଷା ପାଇବାକୁ ସତେ କୂଅ ପୋଖରୀକୁ ଡେଇଁ ପଡ଼ିବ। ଏକଥା ମନକୁ ଆଣିଲେ ଛାତି ଚମକି ଉଠେ। ଡରିଲା ଡରିଲା ଆଖିରେ ଚାରିଆଡ଼କୁ ସେ ଅନାଏ। ଚାରିଆଡ଼େ ତାକୁ ଦିଶେ ମଧୁଆର ରୂପ, ତାର ହସିଲା ମୁହଁ, ବଳିଷ୍ଠ ଦେହ। କେମିତି ମଧୁଆକୁ ଛାଡ଼ି ସେ ମରିବ? ପୁନି ମରିପାରେ ନାହିଁ, ପୁନି ମରିପାରିବ ନାହିଁ। ତାର ବନ୍ଧନ ବଢ଼ିଛି ପେଟ ଭିତରେ ମଧୁଆର ଆତ୍ମା। ପୁନିର ମନରେ ମା ହେବାର କାମନା ଖେଳୁଛି। ମଧୁଆ ସେ କଥା ଜାଣେ। କେଡ଼େ ଆନନ୍ଦରେ, କେଡ଼େ ଆକୁଳ ଆଖିରେ ପୁନିର ମୁହଁକୁ ଚାହିଁ ରହେ। ଲାଜରେ ପୁନି ମୁଣ୍ଡ ନୁଆଁଏ। ଆଗ୍ରହରେ କେତେ ନିବୋଧ ପ୍ରଶ୍ନ ମଧୁଆ ପଚାରେ। ପୁନି ହସେ, ଉତ୍ତର ଦେଇପାରେ ନାହିଁ। ଉତ୍ତର ସେ ଜାଣେ ନାହିଁ। ପୁନି ହସେ, ହସି ହସି ଆଗରୁ ଉଠି ପଳାଏ। ମଧୁଆ ଗୋଡ଼େଇ ଯାଏ ତା ପଛରେ। ପୁନିର ଲୁଗା କାନି ଓଟାରି ଧରେ। ପୁନି ପଶେ ଘର ଭିତରେ। ମଧୁଆ ଆଖିରେ କେଡ଼େ ସୁନ୍ଦର ଦିଶେ ପୁନି। ସେମିତି ସୁନ୍ଦର ପଣିଆ ସେ ଆଉ କେମିତି ଦେଖିନଥିଲା। ମଧୁଆ ସମୟ ଭୁଲେ, ଓଠ ଥରାଇ ପୁନିକୁ ଧରେ। ପୁନି ମରିବାର ଭାବନା ଭୁଲେ। ଯେଉଁ ଦିନରୁ ଧୋବି ଆସି ଗାଁରେ ରହିଲା, ଲାଜରେ ପୁନି ନାୟକ ଘର ଆଡ଼େ ଯାଏ, ପ୍ରଶଂସା ଶୁଣେ, ଜଳିଯାଏ ଈର୍ଷାରେ। ଚିନ୍ତେଇ ସ୍ୱଇଁର ଝିଅ ଧୋବି, ତାରି ପିଲାଦିନର ସାଙ୍ଗ, ନାୟକ ଘର ବୋହୂ, ଲକ୍ଷପତି। ମଧୁଆ ଖାଉନ୍ଦାଣୀର ପ୍ରଶଂସା କରେ। ପୁନି ଶୁଣେ, କିଛି କହେ ନାହିଁ। ସମସ୍ତଙ୍କ ସଙ୍ଗେ ମଧୁର ମଧ୍ୟ ଖାଉନ୍ଦାସିକ ଗୋଡ଼ ତଳେ ପଡ଼ି ଚାଷ କରିବାକୁ ଜମି 2 ମାଣ ମାଗିଥିଲା। ଧୋବି ନାଇଁ କରିନଥିଲା। ମଧୁଆ ଜମି ପାଇଲା, ଚାଷ କରିବାକୁ ହଳେ ବଳଦ ମଧ୍ୟ ପାଇଲା। ଅନ୍ୟ ଚାକର କୋଠିଆମାନେ ଅଜାତି ଅମାନିଆ। ମଧୁଆ ବାଉରି ସୌଭାଗ୍ୟ ଦେଖି କାବା ହେଲେ, କୁହାକୁହି ହେଲେ। ସାଆନ୍ତାଣୀ ମଧୁଆକୁ ସୁଖ ପାଆନ୍ତି। ମଧୁଆ ଉପରେ ତାଙ୍କର ଭାରି ଦୟା, ଭାରି ବିଶ୍ୱାସ।
ସତ କଥା। ଧୋବି ମଧୁଆକୁ ଭଲ ପାଏ, ବିଶ୍ୱାସ କରେ। ସେ ଜାଣେ ବାଉରି ବାପୁଡ଼ା ହେଲେ ମଧ୍ୟ ମଧୁଆର ମନରେ ଜୋର ଅଛି, ସାହସ ଅଛି। ମଧୁଆର ଛାତି ତଳେ ଦୟା, ଧର୍ମ, ପ୍ରେମ ଛପି ରହିଛି। ନ ଜାଣୁ ପଛେ ସେ ବାଟକଡ଼ର ଦରମଲା ଅଜଣା ଝିଅକୁ ସେ ଆଶ୍ରା ଦେଇଛି, ବଞ୍ଚାଇଛି। ସମାଜର ବିରୁଦ୍ଧରେ ଛାତି ଫୁଲାଇ ଠିଆ ହୋଇ ଅରକ୍ଷିତ ଭିକାରିଣୀକୁ ସେ ନିଜର କରିଛି। କାହାରି ଟାହି ଟାପରା ଶୁଣି ନାହିଁ, କାହାରି ଧମକ ଚମକକୁ ସେ ଡରି ନାହିଁ। ଯେତେବେଳେ ଦରକାର ପଡ଼େ ଧୋବି ଡକାଏ ମଧୁଆକୁ କହେ, ଆରେ ମଧୁ, ଧର୍ମଶାଳା କାମ କ'ଣ ଅଧା ରହିବ? ଆହୁରି ମୂଲିଆ ଲୋଡ଼ା। ବର୍ଷା ଦିନ ମାଡ଼ି ଆସୁଛି। ଇଟାଗୁଡ଼ିକ ପୋଡ଼ା ନହେଲେ ଅସରାଏ ବର୍ଷାରେ ଖରାପ ହୋଇଯିବ ଯେ। ତମେ ବ୍ୟସ୍ତ ହୁଅ ନା ମା, ମୁଁ ସବୁ ବରାଦ କରିଦେଉଛି। ମଧୁଆ ତୁଣ୍ଡରୁ ମା ଡାକରେ ଧୋବି ଚମକି ଉଠେ। ପୁନିର ବର ମଧୁଆ। ମଧୁଆର ବଳିଲା ବଳିଲା କଠିନ ମାଂସପେଶୀକୁ ଚାହିଁ ରହେ। ଆଖି ଫେରାଏ। ମଧୁଆ କାମରେ ଲାଗେ। ଦିନ ରାତି ଖରା ତରା ମାନେ ନାହିଁ। ଗାଁ ଗାଁ ବୁଲି ମଧୁଆ ଡାକେ। କାନ୍ଧକୁ କାନ୍ଧ ମିଶାଇ ହାଡ଼ଭଙ୍ଗା ପରିଶ୍ରମ କରେ। ଧୋବି ଜାଣେ, ଖୁସି ହୁଏ। ଇଟାଭାଟିରେ ନିଆଁ ଲାଗେ। ଧର୍ମଶାଳା ଛପର ହୁଏ। ଧୋବି ଯୁଆଡ଼େ ଚାହେଁ ଦେଖେ ମଧୁଆ କାମରେ ଲାଗିଛି। ଟିକିଏ ଅଳସ ନାହିଁ। ଅନ୍ୟ ଚାକରଙ୍କ ପରି ଫେଚକାମି ନାହିଁ। ଦେହରୁ ନିଗିଡ଼ି ପଡ଼ୁଛି ଝାଳ। ଧୋବି ସହିପାରେ ନାହିଁ। ଆରେ ମଧୁ, ଆ। ମଧୁଆ ପଛରେ ଚାଲେ। ବିଦେଇ ଧୋବିର ହାତ ଧରି ଟିକି ଟିକି ପାହୁଣ୍ଡ ଚାଲି ଚାଲେ। ଖରା ଜାତିରେ ଗୋଡ଼ ତାତିଯାଏ ପିଲାଟିର। ଆସ ଟିକେ ସାନ୍ତେ, ମୁଁ କାଖ କରି ନେବି। ମଧୁଆ ବିଦେଇକୁ କାଖ କରି ଚାଲେ। ଧୋବି ଫେରି ଚାହେଁ। ଆରେ ମଧୁ, ସକାଳୁ ତ କିଛି ଖାଇନୁ? ମୁଣ୍ଡରୁ ଝାଳ ପୋଛି ମଧୁଆ କହେ, ଖାଇଛି ସାନ୍ତାଣୀ, କାଲି ରାତିର ମାଣ୍ଡିଆ ଚକୁଳି ଖାଇ ଆଇଛି। ନେ, ଏ କାକରା ପିଠା ପୁଞ୍ଜିକ ଖାଇଦେ। ସାନ୍ତାଣୀ ତୁଣ୍ଡରେ ପୁଞ୍ଜିଏ କହିଲେ କାନିରେ ଦୁଇ ପୁଞ୍ଜା ଦୁଇଟା ଅଜାଡ଼ି ଦିଅନ୍ତି। ମଧୁଆ ଖୁସିରେ ଯିବାକୁ ବାହାରେ। କେଡ଼େ ସୁନ୍ଦର ଘିଅ ପିଠା ଆଗ ପୁନି ତୁଣ୍ଡରେ ଖଣ୍ଡେ ନ ଦେଲେ ସେ ଖାଇବ ନାହିଁ। ତା ପାଟିକି ରୁଚିବ କେମିତି? ଆହା, ପୁନି ତାକୁ ଅପେକ୍ଷା କରି ବାଟରେ ଚାହିଁ ବସିଥିବ। ପ୍ରାଣ ଛାଡ଼ିଗଲେ ବି ସେ ଖାଇବ ନାହିଁ ତ। ଏଇଥିପାଇଁ ପୁନି ସଙ୍ଗେ ସେ କଜିଆ କରେ। କେତେ ରାଗ ରୋଷ ରୁଷା ରୁଷି, ମୁହଁ ସୁଖାସୁଖି, କଥା କୁହା ବନ୍ଦ, ଆଖି ଲୁହ। ତଥାପି ପୁନିର ଅପେକ୍ଷା କରି ଚାହିଁ ରହିବା ବଦଖୋଇ ଗଲା ନାହିଁ। ମଧୁଆର ବି ପରଘରେ ପାଣି ନ ଛୁଇଁବା ଅବର୍ଜ୍ୟ ଅଭ୍ୟାସ ଭାଙ୍ଗିଲା ନାହିଁ। ଆରେ, ପିଠା ଦିଟା କାନିରେ ବାନ୍ଧୁଛୁ କାହିଁକି ମଧୁ? ଖାଇଦେ। ତୋ ପେଟ ଯାଏଁ ପିଠିରେ ଲାଗିଲାଣି। ମଧୁଆ ଜବାବ ଦିଏ ନାହିଁ। ତଳକୁ ମୁହଁ ପଠେ। ଖାଇଦେରେ, ଘରକୁ ନେବୁ? କିରେ, ପିଠା କ'ଣ ଆଉ ନାହିଁ? ଆଉ ଦିଟା ନେଇଯିବୁ ପଛେ। ଡରି ଡରି ମଧୁଆ କହେ, ଗାଧୋଇ ନାହିଁ ସାନ୍ତାଣୀ। ଧୋବି ବୁଝେ ମଧୁଆର ମନ କଥା। ଭାବେ ପୁନି ସୁଖୀ। ମଧୁଆକୁ କେତେ କଥା ପଚାରିବାକୁ ପାଟି ଖଲ ଖଲ ହୁଏ। ହଇରେ ମଧୁ, ପୁନି କାହିଁକି ଇଆଡ଼େ ଆସେ ନାହିଁ ରେ? ଡାକିଦେବୁ ତ ତାକୁ। ସେ ମୋ ପିଲାଦିନର ସାଙ୍ଗ। ଲୋକାଚାର ଧୋବିର ପାଟି ବନ୍ଦ କରି ଧରେ। ପୁନି କଥା କିଛି ପଚାରିପାରେ ନାହିଁ। ମୁଁ ଭାରି ଗରିବ ସାନ୍ତାଣୀ, କାଳ ଯେମିତି ମହଙ୍ଗା, ମୂଲ ଲାଗି ଆପଣ ଘରୁ ଯାହା ପାଏ ପେଟକୁ ଅଣ୍ଟେ ନାହିଁ ତ। ଧୋବି କହେ, ରହ। ଭିତରକୁ ଯାଏ। ହାତରେ ଖଣ୍ଡେ ଲୁଗା, ଖଣ୍ଡେ ଶାଢ଼ୀ ଧରି ପଦାକୁ ଆସେ। କହେ, ନେ ମଧୁ, ଏ ପୁରୁଣା ଶାଢ଼ୀଟା ତୋ ଭାରିଜାକୁ ଦବୁ, ଆଉ ଏ ପୁରୁଣା ଲୁଗା ତୋର। ଧୋବି କହେ, ତୁ ଭାରି ଗରିବରେ ମଧୁ, ଲୁଗା ଖଣ୍ଡେ ନାହିଁ, ଚିରା ଲୁଗା ପିନ୍ଧି ଆସିଛୁ। ମଧୁଆର ଆଖିରେ କୃତଜ୍ଞତା ଭରିଯାଏ। ସେ ଲମ୍ବ ହୋଇ ତଳେ ପଡ଼ି ଦଣ୍ଡବତ କରେ। କହେ, ଗରିବ ଦୁଃଖୀଙ୍କର ମା ତମେ ସାନ୍ତାଣୀ। ଧୋବି ଶୁଣିବାକୁ ଅପେକ୍ଷା କରେ ନାହିଁ। ଆଖି ଛଳ ଛଳ କରି ଘର ଭିତରକୁ ପଶିଯାଏ। ଆଉ ଚାକର ବାକର ଈର୍ଷାରେ ଜଳି ଯାଆନ୍ତି। ପୁରୁଣା କହି ସାନ୍ତାଣୀ ଯେଉଁ ଲୁଗା ଶାଢ଼ୀ ଦେଲେ ସେ ତ ଅରଖ ନୁଆଁ। ଅଜାତି ଅଧର୍ମୀ ମଧୁ ବାଉରୀକୁ ସାନ୍ତାଣୀ ଏତେ ସ୍ନେହ କାହିଁକି କରନ୍ତି? ପରସ୍ପର ମୁହଁକୁ ଅନାଅନି ହୁଅନ୍ତି। ମନରେ କେତେ କିନ୍ତୁ ଖେଳିଯାଏ। ଆଖିରେ କୁହୁଳି ଉଠେ ହଳାହଳ ସନ୍ଦେହ। ମଧୁଆକୁ ଅନାନ୍ତି। ସେ ସୁନ୍ଦର, ସେ ବଳିଷ୍ଠ, ସେ ଯୁବକ। ମଧୁଆ ଏକା ଡଉକରେ ଘରେ ଆସି ପହଞ୍ଚେ। ଦେଖେ ପୁନି ଗାଲରେ ହାତ ଦେଇ ତାରି ବାଟକୁ ଅନେଇ ରହିଛି। ପୁନିର ଓଠରେ ହସ ଫୁଟେ, କିନ୍ତୁ ସେ ଖୁସି ହୋଇପାରେ ନାହିଁ। ଧୋବି ତାକୁ ଜମି ଦେଇଛି, ଧାନ ଦେଇଛି, କେତେ ଆରା ସାହାଯ୍ୟ କରୁଛି। ତାଙ୍କର ଦୁଃଖ କଷ୍ଟ ଘୁଞ୍ଚେଇବାକୁ ସବୁବେଳେ ଚେଷ୍ଟା କରୁଛି। କିନ୍ତୁ ପୁନିକୁ ସବୁ ମାଡ଼ ମାରିଲା ପରି ଲାଗେ। ମଧୁଆର ମୁହଁରୁ ଧୋବିର ପ୍ରଶଂସା ସେ ଶୁଣେ। ସେ ଜାଣେ ଧୋବି ମଧୁଆକୁ ଶ୍ରଦ୍ଧା କରେ। ତଥାପି ପୁନିର ମନରେ ଆନନ୍ଦ ଆସେ ନାହିଁ। ଘର ଦ୍ୱାର ଛାଡ଼ି ମଧୁଆକୁ ସଙ୍ଗରେ ନେଇ କାହିଁ କେଉଁ ଦୂର ଥାନକୁ ପଳେଇ ଯିବାକୁ ତାର ଇଚ୍ଛା ହୁଏ। ଧୋବି ଏତେ ଦିନ ହେଲା ଗାଁକୁ ଆସି ରହିଲାଣି। ଘର ଘର କରି ସମସ୍ତଙ୍କ ଘରକୁ ସେ ଯାଇଛି। ଏଇ ବାଟେ ମଧୁଆ ଘର ଆଗରେ ବାଉରୀସାହିର କୂଅ ପୋଖରୀ ଦେଖିବାକୁ ଯାଇଥିଲା। ପୁଣି ଲାଜରେ ଅଭିମାନରେ ଧୋବିକୁ ଦୂରରୁ ଦେଖି ଘରେ ପଶିଥିଲା।
ପାଖ ଲୋକ ମଧୁଆର ଘର ବୋଲି ଚିହ୍ନାଇ ଦେଲେ। ଆଡ଼ ଆଖିରେ ସେ ଚାହିଁ ନଥିଲା, ଚାଲିଲା ଆଗକୁ। ପୁନି କବାଟର ଫାଙ୍କରେ ସବୁ ଦେଖିଛି, ଆଖିରୁ ଲୁହ ଢାଳିଛି। ଧୋବି କ'ଣ ଜାଣେ ନାହିଁ ପୁନିର ଖବର? ନିଶ୍ଚୟ ସେ ସବୁ ଜାଣେ। ଆତ୍ମମର୍ଯ୍ୟାଦା ଭୟରେ, ଲୋକନିନ୍ଦା ଡରରେ ଅବା ଘୃଣାରେ ପୁନିକୁ ସେ ଦେଖିବାକୁ ଚାହେଁ ନାହିଁ। କେଉଁ ଭରସାରେ ପୁନି ଆଗ ବଳେ ପଡ଼ିଯିବ? ପିଣ୍ଡା ତଳେ କଡ଼େଇ ଠିଆ ହୋଇ ଧୋବିର ମୁହଁକୁ ଚାହିଁ ସାନ୍ତାଣୀ ବୋଲି ଡାକିବ। ସେଥିପାଇଁ ମଧୁଆ ଯେତେ ତିଆରି କହିଲେ ମଧ୍ୟ ପୁନି ଧୋବି ଘରକୁ ଯାଏ ନାହିଁ। କେତେ ଆଣ୍ଟ ଧରି ରହେ। ଦିନେ ରାତିରେ ମଧୁଆ କଟାଳ କରି କହିଲା, ଆଲୋ ପୁନି, ତୁ ନିଶ୍ଚୟ କାଲି ଯେମିତି ହେଲେ ଯିବୁ, ସାନ୍ତାଣୀକୁ ଦେଖା କରି ଆସିବୁ। ମା ଲକ୍ଷ୍ମୀ ସିଏ। ଛୁରୀ ଚାଲି ଯାଉଥାଏ ପୁନିର ଦେହରେ। ମଧୁଆର କଥା ଶୁଣି ତାର ମନେ ପଡ଼ିଗଲା କେତେ ଦିନ ତଳର ଘଟଣା। ଚିନ୍ତେ ଶୋଇ ଉଣା ଜାତି ବୋଲି ତାରି ଭାଇକୁ ଧୋବିକୁ ବାହା କରିବା ସମ୍ବନ୍ଧରେ ତା ବାପା ମଙ୍ଗି ନଥିଲେ। ଏଇ ଧୋବି ସେ କାଲି ପରି ଲାଗୁଛି। ବେଳ ଗଡ଼ିଯାଏ, କଥା ରହିଥାଏ କେତେ କାଳକୁ। ସେଇ ଧୋବି ଆଗରେ ଗୋଡ଼ ଭାଙ୍ଗି ଠିଆ ହେବି? ମଧୁଆର କଥାର ଜବାବ ନ ଦେଇ ପୁଣି ଚୁପ୍ ରହେ। ପୁଣି ସେ ଭାବିବାକୁ ଲାଗିଲା, କାହାର ବଡ଼ପଣ ଏ ସଂସାରରେ ରହିଛି? କେତେବେଳେ କ'ଣ ହୁଏ? ଦୁନିଆ ଓଲଟି ଯାଏ। ଯାହାର ଆଶ୍ରା ଧରି ସେ ବଞ୍ଚି ରହିଛି, ସେ ମଧୁଆ ତ ଧୋବିର ଗୋଡ଼ ତଳେ ମୁଣ୍ଡ ଲଗାଉଛି। ପୁନିର ମାନମହତ ବଡ଼ପଣ ବଢ଼େଇ ଆଉ ନାହିଁ। ବନେଇ ପରିଡ଼ା ଝିଅ, ସନେଇ ପରିଡ଼ାର ଭଉଣୀ ପୁନି କେବେଠାରୁ ମଲାନି। ଏ ପୁନି ଛତରରୁ ଆସିଛି। ମଧୁ ଭୋଇର ଘରଣୀ, ତାର ପୁଣି ମାନ ଅଭିମାନ କ'ଣ? ଧୋବି ସାନ୍ତାଣୀଙ୍କ ସଙ୍ଗରେ ଦେଖା କରିବାକୁ ସେ ଯିବ। ମଧୁଆ ଖୁସି ହେଲା। 3 ବର୍ଷ କଟିଗଲା। କେବେଠୁ ଆରମ୍ଭ ହେଲା ଏ ସମୟ? ବର୍ଷ, ମାସ, ମୁହୂର୍ତ୍ତ ପୁଣି କେବେ ଶେଷ ହେବ? ଏହାର ଆରମ୍ଭ ନାହିଁ, ଶେଷ ନାହିଁ। ମଣିଷର କଳ୍ପନା ଅନନ୍ତ। ତାହାରି ଭିତରେ କେତେ ବିଶ୍ୱ ବ୍ରହ୍ମାଣ୍ଡ ଛୋଟ ଛୋଟ ଧୂଳିକଣା ଖେଳି ବୁଲନ୍ତି। ଆଉ ମଣିଷ ସେହି ଅନନ୍ତ କଳ୍ପନା ଅସୀମ ସମୟର ବ୍ୟାପୃତ ଭିତରେ ଲୀନ ହୋଇଯାଏ। ସପ୍ତାହ ଯାଇ ବସେ। ମଣିଷ ଜାତିର ସୃଷ୍ଟି ତ ସେ ଦିନକର କଥା, ତାର ପ୍ରଶ୍ନବାଚକ ସଭ୍ୟତା କାଲିକାର କଥା। ମଣିଷର ଜୀବନ କାଳ ଅନନ୍ତ ସମୟ ଭିତରେ ମୁହୂର୍ତ୍ତେ ହେବ ନାହିଁ। ଆଉ 3ଟି ବର୍ଷ? ତାର ସତ୍ତା କାହିଁ? କିନ୍ତୁ ସନେଇ ପରିଡ଼ା ଏତେ କଥା ଭାବୁନଥିଲା। ସେ ଭାବୁଥିଲା ପୁରା 3ଟି ବର୍ଷ କଟିଛି ବର୍ଷ ବର୍ଷ ହୋଇ। ଖରା, ବର୍ଷା, ଶୀତ, ଜ୍ୱର, ହଇଜା, ବସନ୍ତ। ଦେହରୁ ପୋଷ ପୋଷ ଝାଳ ଢାଳି ଦେଇ ଦିନରାତି ଅନିଦ୍ରା ହୋଇ ସେ କାମ କରିଛି। ହାଡ଼ଭଙ୍ଗା ପରିଶ୍ରମ। ଦୋଳ, ଦଶହରା, ରାମନବମୀ, ଶିବରାତ୍ରି ଏମିତି କେତେ ପୂଜା ଆସିଛି। ଗାଁ ଲୋକଙ୍କ ଭିତରେ କେତେ ଆନନ୍ଦ ଚାଞ୍ଚଲ୍ୟ ଖେଳି ଯାଇଛି। କିନ୍ତୁ ସନେଇ ଚାନ୍ଦା ପଇସା ଦେବା ଛଡ଼ା କୋଉଥିରେ ହେଲେ ଯୋଗ ଦେଇ ନାହିଁ। ଗାଈ ବଳଦଙ୍କର ଯତ୍ନ, ଜମିରେ ଫସଲ କରିବା, ବେଳ ମିଳିଲେ ନିଜେ କୋଡ଼ି ଧରି ହାଣିବା କି ପାଣି ବୋହି ବିଲ ମଡ଼ାଇବା, ତାର ବେଳ କଟିଛି। ଅନାଥ ପଠାଣ ପିଲାଟି ରହିମ୍, 15 ବର୍ଷର ଟୋକା, ଯାହାକୁ ଦୟାକରି ସେ ଏ ଭିତରେ ଘରେ ଆଶ୍ରା ଦେଇଥିଲା। ସେଇ ଏକା ତାର ବନ୍ଧୁ, ସହାୟକ, ବିଶ୍ୱାସୀ ଚାକର ତାର କେହି ନାହାନ୍ତି। ଦୁର୍ଭିକ୍ଷରେ, ହଇଜାରେ କିଏ କେଉଁଠି ପଡ଼ି ମଲେ। ରହିମ୍ ହାଡ଼ 4 ଖଣ୍ଡି ଧରି ଭିକ ମାଗୁଥିଲା। ସନେଇ ତାର ଦରମଲା ପିଣ୍ଡାରେ ନୂଆ ଜୀବନ ପୂର୍ଣ୍ଣ କଲା। ତାକୁ ଆପଣାର କଲା। ବିଶି ସାମଲ ସନେଇର କୋଠିଆ। ଦରବୁଢ଼ା କାମିକା ଲୋକ। ବର୍ଷିକିଆ ଭତ୍ତା ନିଏ, କାମ କରେ, ନିହତ ଜଗି ପଡ଼ିଥାଏ। ରହିମ୍ ଓ ବିଶିଆକୁ ସାଥିରେ ଧରି ସନେଇ ପୁରା 3ଟି ବର୍ଷ କାମ କରିଛି। ମହାଦେବଙ୍କର ମନ୍ଦିର ତଳ ଅନାବାଦୀ ତାଡ଼ି ଜମି ସେ କରି ଫସଲ କରିଛି। କୁହାକୁହି ହୁଅନ୍ତି, ଦେଖ ହେ, ଏ ଜମି କେମିତି ପଡ଼ିଥିଲା, ଆଜି କେମିତି ହେଲାଣି। ଲୋକେ ଦୀର୍ଘ ନିଶ୍ୱାସ ଛାଡ଼ନ୍ତି। ପୋଖରୀ ତଳ କଦଳୀ ବାଡ଼ି ହୁଡ଼ାରେ ସବୁବେଳେ 10-25 କାନ୍ଦି କଦଳୀ ପାକଳ ହୋଇଥାଏ। ତଳ ଜମିରେ ସେ କରେ ଭଲ ଧାନ। ଲୋକେ ଦେଖି ହାଇଁ ପାଇଁ ହୁଅନ୍ତି। ସନେଇ ମନରେ କିନ୍ତୁ ସରାଗ ନାହିଁ। କ'ଣ ହେବ ତାର ଏଇସବୁ ଜମିବାଡ଼ି, ଘର ସମ୍ପତ୍ତି? କ'ଣ ହେବ ଗାଈ ଗୋରୁ, ଧାନ ଗଦା? ଯାହା ପାଇଁ ସେ ଏତେ ପରିଶ୍ରମ କରିଛି, ଯାହା ପାଇଁ ଏସବୁ ସେ ଭେଇଛି, ସାଇତି ରଖିଛି, ସେ ଆଜି କାହିଁ? କେତେ ଲୋକଙ୍କ ମୁହଁରୁ ଖବର ପାଏ, ଧୋବିର ପ୍ରଶଂସା ଶୁଣେ। ଧୋବି ମନ୍ଦିର ତୋଳିଛି, ଦରିଦ୍ର ନିରାଶ୍ରୀଙ୍କ ପାଇଁ ଆଶ୍ରମ ଖୋଲୁଛି, ନିରନ୍ନକୁ ଖାଇବାକୁ ଦେଉଛି, ଆଶ୍ରା ଦେଉଛି। ଦୁର୍ଭିକ୍ଷ, ବାହୁଡ଼ା, ଅଜାତି, ଅନାଥ, ଅସ୍ପୃହଙ୍କୁ ଆଦର କରେ, ଘର ତୋଳାଇ ଦିଏ, ଚଳିବା ପାଇଁ ଜମି ଖଞ୍ଜି ଦିଏ। ଦୁର୍ଗାପୁରରେ କେତେ ଦୁର୍ଭିକ୍ଷ ଫେରନ୍ତା ଲୋକେ ଆଶ୍ରା ପାଇଲେଣି, କେତେ ଘର କରି ରହିଲେଣି। ସମସ୍ତେ ଏକା ଜାତି, ସମସ୍ତଙ୍କର ଏକ ଧର୍ମ। ବ୍ରାହ୍ମଣ, କ୍ଷତ୍ରିୟ କି ହାଡ଼ି ପାଣ ସେ ଭେଦ କରେ ନାହିଁ। ଯିଏ ଖାଇଛି ଛତରରେ, ଯିଏ ଯାହାକୁ ବାଟରୁ ଗୋଟାଏ ନିଜର ସ୍ତ୍ରୀ କି ନିଜର ପୁରୁଷ କରିଛି, ସମସ୍ତେ ହେଉଛନ୍ତି ଗୋଟିଏ ଜାତିର ଲୋକ। ଧୋବି ସେମାନଙ୍କୁ କହେ ନିଆଶ୍ରୟ।
ଲୋକେ କହନ୍ତି ଛତରଖିଆ। ସମସ୍ତଙ୍କୁ ସେ ସ୍ନେହ କରେ, ଶ୍ରଦ୍ଧା କରେ, କିନ୍ତୁ ସଭିଙ୍କ ପାଖରୁ ଦୂରେଇ ରହେ। ଯେତେ ହେଲେ ସେମାନେ ଆଚାରଭ୍ରଷ୍ଟ, ସେମାନଙ୍କ କାୟା ଅପବିତ୍ର। ହିନ୍ଦୁ ସେମାନେ, କିନ୍ତୁ ପଛୁଆ, ମ୍ଲେଚ୍ଛ। ଧୋବି ହିନ୍ଦୁ ଘରର ଉଚ୍ଚ ଜାତି, ଉଚ୍ଚ ବଂଶର ବିଧବା ବୋହୂ। ବିଧବାର ନିୟମ ସେ ଅକ୍ଷରେ ଅକ୍ଷରେ ପାଳେ। ସେଇଥିପାଇଁ ଲୋକେ ତାକୁ ପ୍ରଶଂସା କରନ୍ତି। ସନେଇ ସବୁ ଶୁଣେ, ଖୁସି ହୁଏ। ବେଳେ ବେଳେ ଭାବେ ଯିବ କି ଥରେ ଧୋବି ସଙ୍ଗେ ସେ ଦେଖା କରି ଆସିବାକୁ। କିନ୍ତୁ ଯିବାକୁ ତାର ସାହସ ହୁଏ ନାହିଁ। ଲୋକେ କ'ଣ ଭାବିବେ? ନିଜେ ଚିନ୍ତେ ଶୋଇ ଧୋବିକୁ ସନ୍ଦେହଭରା ଆଖିରେ ଅନାନ୍ତି। ଦୁନିଆ ଆଗରେ ପ୍ରଚାର କରିଛନ୍ତି ଧୋବି ବିଦେଇକୁ ପୋଷ୍ୟପୁତ୍ର କରିଛି। କିନ୍ତୁ ଧୋବି ଯେ ନାୟକ ଘରର ଅଧିକାଂଶ ସମ୍ପତ୍ତି ବରବାଦ କରି ତାର ପାଗଳାମୀକୁ କାର୍ଯ୍ୟରେ ପରିଣତ କରୁଛି, ଏ କଥା ଶୋଇଏ ସହନ୍ତି କିପରି? ସନେଇ ଜାଣେ ଧୋବିକୁ ବିଷ୍ଣୁପୁର ଫେରାଇ ଆଣିବାକୁ ସ୍ୱୟଂ କେତେ କୌଶଳ କରୁଛନ୍ତି। ବୁଢ଼ୀଙ୍କର ଶୁଦ୍ଧିଘରକୁ ସବାରି ଗୌଡ଼ ଯାଇ ଫେରିଆସିଲେ। ଧୋବି ଅସୁସ୍ଥତାର ଛଳନା କରି ଆଈ ବୁଢ଼ୀଙ୍କର ଶୁଦ୍ଧିଘରକୁ ଆସିଲେ ନାହିଁ। ଅଥଚ ବ୍ରାହ୍ମଣ ଭୋଜନରୁ ଆରମ୍ଭ କରି ଅନ୍ୟାନ୍ୟ ସବୁ ଖରଚ ନିଜେ ଧୋବି ବହନ କରିଥିଲା। ତାର ଗୁମାସ୍ତା ହରି ମହାନ୍ତି ଆସି ସବୁ ବରାଦ କରି ଗଲେ। ଜୋକ ମୁହଁରେ ଲୁଣ ଦେଲା ପରି ଚିନ୍ତେଇ ଶୋଇ ଛଟପଟ ହେଲେ, ତଥାପି ତୁନି ହୋଇ ରହିଲେ। କୌଶଳରେ ବିଦେଇକୁ ନେଇ ଆସିଲେ। ଧୋବି ଆପତ୍ତି କଲା ନାହିଁ। ପୁଣି କେତେ କ'ଣ ଭାବି ଚିନ୍ତେଇ ଶୋଇ ବିଦେଇକୁ ଦୁର୍ଗାପୁର ପଠାଇଲେ। ସନେଇ ଏସବୁ ଖବର ଜାଣେ। ବାପ ଝିଅଙ୍କର ପଡ଼େ ନାହିଁ। ବାହାରକୁ ଭଲେଇ ହେଲେ ମଧ୍ୟ ସ୍ୱୟଂ ସବୁବେଳେ ଚେଷ୍ଟା କରୁଛନ୍ତି କୌଣସି ମତେ ଧୋବିକୁ ବିଷ୍ଣୁପୁର ଆଣିପାରିଲେ ସବୁ ସମ୍ପତ୍ତି ପୁଣି ହସ୍ତଗତ କରିବାକୁ ଡେରି ଲାଗିବ ନାହିଁ। ସ୍ୱୟଂଙ୍କର ଧାରଣା ସନେଇ ପ୍ରତି ଧୋବିର ଆଳରେ ସେ ଯେଉଁ ବ୍ୟବହାର କରିଥିଲେ ତାରି ଫଳରେ ଧୋବି ବିଦ୍ରୋହ କରୁଛି। ସନେଇ ଏହା ପ୍ରହରାଜଙ୍କ ମୁହଁରୁ ଶୁଣିଛି, ପ୍ରମାଣ ମଧ୍ୟ ପାଇଛି। ବର୍ଷକ ତଳେ ନିଜେ ସ୍ୱୟଂ ଏକୁଟିଆ ସନେଇ ଘରକୁ ଆସିଥିଲେ। କେତେ ପ୍ରଶଂସା କରିଥିଲେ ସନେଇର ଗୁଣକୁ, ବୁଦ୍ଧିକୁ। କଥାରେ କଥାରେ କହିଥିଲେ, ଆରେ ସନେଇ, ତୋର ତ ହଳବଳଦ ମୂଲିଆ ଘରଦ୍ୱାର ହେଲେଣି। ତୋ ବାପା ଯେଉଁ ଜମି ମତେ ବିକିଥିଲା, ଶେଷକୁ ତୁ ଭାଗ ଚାଷ କର। ସନେଇ ଉତ୍ତର ଦେଇଥିଲା, ଯେଉଁ ଜମି ହାତରେ ମୁଁ ତାଡ଼ିଛି ସେତକ କରିବାକୁ ମୋର ବେଳ ନାହିଁ କି ବଳ ନାହିଁ। ଭାଗ ଚାଷ ମୁଁ କରିପାରିବି ନାହିଁ। ମୋର ପୂର୍ବପୁରୁଷର ଜମି ସେ। ଯଦି ଦାମ ନେଇ ମତେ ବିକିଦେବ, ମୁଁ ବନ୍ଧ ଛାଡ଼ ସେତକ କିଣିବି। ସ୍ୱୟଂ ଉତ୍ତର ଦେଲେ ନାହିଁ। ଆଉ ଦିନେ ମହାଦେବଙ୍କ ବେଢ଼ା ଭିତରେ ପ୍ରହରାଜଙ୍କ ଆଗରେ ଭଲମନ୍ଦ ପଚାରୁ ପଚାରୁ ସ୍ୱୟଂ କହିଲେ, କିରେ, ଆଉ କ'ଣ ବୟସ ଆସୁଛି? ଏଥର ହାତକୁ ଦିହତ ହୋଇପଡ଼। ଠାକୁର ତତେ ଭଲରେ ରଖିଲେଣି, ଚିନ୍ତା କ'ଣ? ଚିନ୍ତେଇ ସ୍ୱୟଂ ତାର ଭଲମନ୍ଦ ବୁଝିବାକୁ ଏତେ ଉଦ୍ବିଗ୍ନ କାହିଁକି? ସେ ଜାଣନ୍ତି ଧୋବି ସନେଇକୁ ଭଲ ପାଏ। ସନେଇ ସାହସ କରି ମନର କଥା କାହାରି ଆଗରେ ନ କହିଲେ ମଧ୍ୟ ଧୋବିକୁ ଚାହିଁ ବସିଛି। ଧୋବି ବୋଉ ଏ ବିଷୟରେ ଅନେକ ଥର ତାଙ୍କ ସଙ୍ଗରେ ତର୍କ କରିଛନ୍ତି। ସ୍ୱୟଂ ତାଙ୍କ କଥାକୁ ହସରେ ଉଡ଼ାଇ ଦିଅନ୍ତି। ତଥାପି ମନ ଗହନର ତଳେ ତଳେ ସନ୍ଦେହ ଛପି ଛପି ବୁଲେ। କେତେ ଲୋକଙ୍କୁ କେତେ ପ୍ରକାରର ପଚାରନ୍ତି। ସନେଇ ବିଷ୍ଣୁପୁର ଯାଏ କି ବିଷ୍ଣୁପୁରର କେହି ଲୋକ ସନେଇ ଘରକୁ ଆସେ କି? ଯେଉଁ ଲୋକଙ୍କ ପାଖରୁ ଖବର ନେବାକୁ ସେ ଚେଷ୍ଟା କରନ୍ତି, ସେହିମାନେ ପ୍ରଘଟ କରନ୍ତି। ସନେଇ ଶୁଣେ, ଦୀର୍ଘଶ୍ୱାସ ଛାଡ଼େ। ସନେଇ ଶୁଣେ, ବିଷ୍ଣୁପୁର ଯାଇ ଥରେ ଧୋବିକୁ ଦେଖି ଆସିବାରେ ଯେଉଁ ବାସନା ମନରେ ଜଗେ, ସେ ବାସନା ଆପେ ଆପେ ମରିଯାଏ। ସେ ଜାଣେ କଥା ଛପି ରହିବ ନାହିଁ। ଲୋକେ ଜାଣିବେ, ଚିନ୍ତେଇ ଶୋଇ ଜାଣିବେ। ଦୁନିଆରେ ଦୁର୍ନାମ ରଟିବ। ଧୋବି ବିଧବା, ତା ପାଇଁ କାହିଁକି ସେ ଦୁର୍ନାମ ସହିବ? ଲୋକଚକ୍ଷୁରେ ସେ କାହିଁକି ନିଜକୁ ଅପମାନିତ ମନେ କରିବ? ଧୋବି ହେବ ତା ଘରର ଘରଣୀ। ଏହା ଚିନ୍ତେଇ ଶୋଇ ସହିପାରିବେ ନାହିଁ। ବାପର ଇଚ୍ଛା ବିରୁଦ୍ଧରେ ଧୋବି ବିଷ୍ଣୁପୁରର ସବୁ ସମ୍ପତ୍ତି ଗୋଡ଼ରେ ଠେଲି ଗରିବ ଚାଷୀ ସନେଇର ହାତ ଧରିବ। ମନେ ମନେ ଶିବରାତ୍ରିର କଥା ଶୀତେଇ ଉଠେ ଦେହ, ଚଞ୍ଚଳ ହୁଏ ମନ, ଆଖି ଆଗରେ ସ୍ୱପ୍ନାଲୋକର ଆନନ୍ଦ ଖେଳିଯାଏ। ନିଜେ ଧୋବି ଧରା ଦେଇଥିଲା। ନିଜେ ସେ ପ୍ରତିଜ୍ଞା କରିଯାଇଥିଲା, ଏ ଘର ଧୋବିର, ଏ ସଂସାର ଓ ଏ ସମ୍ପତ୍ତି ସବୁ କିଛି ତାହାରି। ସନେଇ ନିଜେ ମଧ୍ୟ ଧୋବିର, ଆଉ ଧୋବି ସନେଇର। ଯାଉ, ବେଳ ଗଡ଼ି ଯାଉ। ସମୟ ବା ସ୍ଥାନର ବ୍ୟବଧାନ ଧୋବିର ମନ ଓ ସନେଇର ମନ ଭିତରେ ସ୍ଥାନ କାଳର ଦୂରତ୍ୱ ରଖିପାରିବ ନାହିଁ। ସନେଇ ପରିଶ୍ରମ କରିବ, ସନେଇ ଅପେକ୍ଷା କରିବ। କିନ୍ତୁ କେତେ ଦିନ? ସନେଇର କର୍ମକ୍ଲାନ୍ତ ଦେହ ସଂଯମ ମାନି ରହିପାରୁନାହିଁ। ମନ ତାର ଖୋଜୁଛି ସାଥୀ। ଦିନୁ ଦିନ ଚିନ୍ତାଶୀଳ ହୋଇପଡ଼ୁଛି। କିଛି ଭଲ ଲାଗୁନାହିଁ। ଅପେକ୍ଷା ସେ ଅନେକ ଦିନ କରିଛି, ଆଉ କରିପାରିବ ନାହିଁ। ଏଇ ଅତି ଦୂରରୁ ଗହୀର ବଳକୁ ଦିଭାଗ କରି ଯେଉଁ ଚଲାବାଟଟି ପଡ଼ିଛି, ତାରି ଉପରେ କେତେଜଣ ସ୍ତ୍ରୀ ଲୋକ ଚାଲି ଚାଲି ଆସୁଛନ୍ତି। ସନେଇ ଅବାଧ୍ୟ ଆଖି ସେହି ଆଡ଼କୁ ଟାଣି ହୋଇଯାଉଛି। ଯେପରି କ'ଣ ଖୋଜୁଛି।
ତୋଟା ଆଡ଼କୁ ନାରୀ କଣ୍ଠରେ କାହାର ହସ ଶୁଭିଲା। ସନେଇ କାନ ଡେରୁଛି। ସନେଇ ଯୁବକ। ଦୁନିଆର ପ୍ରତ୍ୟେକ ନାରୀ ଯେପରି ତାକୁ ଚଞ୍ଚଳ କରୁଛନ୍ତି, ତାର ମନ ଓ ଆତ୍ମାକୁ ଓଟାରି ନେଉଛନ୍ତି। ସେ ଆଉ ସହିପାରିବ ନାହିଁ, ଅପେକ୍ଷା କରିପାରିବ ନାହିଁ। ସେ ସାଥୀ ଚାହେଁ, ସେ ଚାହେଁ ଧୋବିକୁ, ଯାହାରି ପାଇଁ ସେ ବଞ୍ଚି ରହିଛି, ଯାହାରି ପାଇଁ ସେ ଘର କରିଛି, ପରିଶ୍ରମ କରିଛି। ସେଦିନ ଥିଲା ରାମନବମୀ। ଗାଁ ଦାଣ୍ଡରେ କିଏ ଜଣେ ତୁରି ଫୁଙ୍କି ଜଣାଇ ଦେଲେଣି, ଆଜି ରାମନବମୀ ଜାତ ରାମଲୀଳା ଆରମ୍ଭ ହେବ। ପହରା ଯାଇ ବେଶୀ ରାମାୟଣ ବୋଲିବେ, ଲୋକେ ମୁଖା ପିନ୍ଧି ନାଚିବେ। ପରିଦଳେଇ ଦୁଇ ପୁଅ ଚମ୍ଭଉଁରୀ ହେବେ ରାମ ଓ ଲକ୍ଷ୍ମଣ। ବିନିକାଣ୍ଡିର ପୁଅ ହେବ ସୀତା। ବିଶି ଜେନା ରାବଣ, ମାଧବ ରାଉତ ବିଶିଭୀଷଣ। ଗାଁ ଲୋକେ ସନେଇକୁ ହନୁମାନ ହେବାକୁ କହିଥିଲେ। ଚିନ୍ତେ ସ୍ୱାଇଁ ନିଜେ ପଠେଇଥିଲେ ଖବର। ସନେଇ ମନା କଲା। ଚାନ୍ଦା ସେ ଦେଇଛି, କିନ୍ତୁ ରାତି ଅନିଦ୍ରା ହୋଇ 5 ଖଣ୍ଡି ମୌଜାର ଲୋକଙ୍କ ଆଗରେ ନାଚିବାକୁ ତାର ଇଚ୍ଛା ହେଲା ନାହିଁ। ସନେଇ ମଲା କଲାରୁ ଗାଁ ଲୋକେ ରକ୍ତ ଚାଉଳ ଚବାଇ ରହିଛନ୍ତି। ସ୍ୱାଇଁ ଚାହିଁଛନ୍ତି, ହଇ ହେ ବେଳ ପଡ଼ିଲେ ବଳେ ସେ ନିଜେ ଆସି ଗାଁ ଲୋକଙ୍କ ଗୋଡ଼ ତଳେ ପଡ଼ିବ। ସବୁର କର। ସନେଇ ଜାଣେ ଗାଁ ଲୋକଙ୍କ ସଙ୍ଗରେ ଅଦୌତିକର ଚଳିବା କଷ୍ଟ, ତେଣୁ ସେ ମନ କରିଛି ସଞ୍ଜବେଳେ ନିଜେ ଠାକୁରଙ୍କ ଦାଣ୍ଡକୁ ଯିବ, ହନୁମାନ ମୁଖା ପିନ୍ଧି ନାଚିବ। ଛାଇ ନେଉଟାଣି ଗଲାଣି। ରହିମକୁ ପାଖକୁ ଡାକି ସନେଇ କହିଲା, କିରେ ଅବଳେଟରେ କୋଡ଼ି ଧରି ହାଣି ହାଣି ତୋର ରୂପ କ'ଣ ହେଲାଣି ରେ? ମଲା କଲେ ମାନିବୁ ନାହିଁ, ପୁଣି ଯଦି ଜ୍ୱରରେ ପଡ଼ୁ ମୋତେ ହଇରାଣ କରିବୁ। ରହିମ ତଳକୁ ମୁହଁ ପୋତି ତୁନି ରହିଲା। ସନେଇ ତାର ବାପା, ମା, ଭାଇ ସବୁ। ଦେହ ଖରାପ ହେଲେ ରାତି ଅନିଦ୍ରା ହୋଇ କିଏ ତା ପାଖରେ ଜଗି ବସିବ, କିଏ ତା ତୁଣ୍ଡରେ ପଥି ଦେବ, ପୁଣି ଗୋଡ଼ ଆଉସିବ। ସନେଇ କହିଲା, ଆଚ୍ଛା ଯା, ଜଲ୍ଦି ଗୋଡ଼ ହାତ ଧୋଇଥା, ମୁଁ ତୋତେ ପଖାଳ ଗଣ୍ଡାକ ବାଢ଼ି ଦିଏ। ରାତିରେ ଆଉ ରାନ୍ଧିବା ନାହିଁ ରହିମ। ତୁ ଘରେ ଜାଗ୍ରତ ଥିବୁ। ଗାଈ, ବଳଦ, ଛେଳି ଘର ପ୍ରତି ନଜର ଦେବୁ। ଆଜି ରାମନବମୀ ଜାତ, ମୁଁ ନାଚିବାକୁ ଯିବି। ଗାଁ ଲୋକ ଖବର ପଠେଇଥିଲେ, ନଗଲେ ଅକ୍ରୋଶ ରଖିବେ। ରହିମ ମୁଣ୍ଡରୁ ଝାଳ ପୋଛି ଦେଲା। ବେଶୀ ହାଡ଼କୁ ଫେରିଲେ ଖାଇବ କ'ଣ? ତା ପାଇଁ ଭାଇ ବାଢ଼ି କଚେଡ଼ି ଥୋଇଦେଇ ଯାଅ। ସନେଇ ଚାବି ମୁଠାକ ରହିମର ହାତକୁ ବଢ଼େଇ ଦେଇ କହିଲା, ନେ, ତାକୁ ସିଧା ଦେଇଦେବୁ। ହାଣ୍ଡିରେ ବେଶୀ ଭାତ ନାହିଁ, ଆମ ଦିହିଁକି ନିଇଣ୍ଟ ହେବ। ସନେଇ ହାତରେ ରୋଷେଇ କରେ। ରହିମ ଆସିଲା ଦିନରୁ ତାର ଦୁଃଖ କମିଛି। ରହିମ ସିନା ପାଣିକି ହାଣ୍ଡି ଛୁଇଁବ ନାହିଁ, ବାହାର କାମ ଘଡ଼ିଏ ସମ୍ଭାଳି ନେଲେ ଭାତ ଗଣ୍ଡାଏ ଫୁଟେଇବାକୁ କେତେବେଳେ ଲାଗିବ? ପଠାଣ ପିଲାଟି, ଏକା ପେଟରେ ଭାଇ ପରି ଚଳପ୍ରଚଳ ଆତ ଜାତ ହେବାରେ ଦେଖି ଗାଁ ଲୋକେ ସନେଇର ଆଚାର ସମ୍ବନ୍ଧରେ ସନ୍ଦିହାନ ହୋଇଥିଲେ। ନିଜ ଭିତରେ ଭୁଟଭାଟ ମଧ୍ୟ ହୋଇଥିଲେ। କିନ୍ତୁ ସନେଇର ନିଷ୍ଠା, ସନେଇର ଆଚାର ବ୍ୟବହାର ଦେଖି ସେମାନେ କିଛି କହିପାରିଲେ ନାହିଁ। ସେମାନେ ଜାଣନ୍ତି, ସନେଇ ଯେତେ ଦାମ ଦେଇ ଥରେ ତାର ଜାତି ଧର୍ମ ଫେରାଇ ପାଇଛି, ସେ କେବେ ଅଧର୍ମ କାମ କରିବ ନାହିଁ। ସନେଇ ନିଷ୍ଠାରେ ଚଳେ। ରହିମ ମଧ୍ୟ ଦୂରେଇ ଦୂରେଇ ରହେ। ସେ ଜାଣେ, ସେ ବୁଝେ, ସମସ୍ତଙ୍କର ଧର୍ମ ସମାନ। ପରସ୍ପରକୁ ନ ସହିଲେ ଦୁନିଆ ଚଳିବ କେମିତି? ଗୋଟିଏ ଘର ଯାହା, ସାରା ଦୁନିଆ ସେୟା। ବିଷ୍ଣୁପୁରର ରାମନବମୀ ଜାତ 10 ଖଣ୍ଡି ଗ୍ରାମର ସାର। ପ୍ରହରାଜଙ୍କ କଣ୍ଠରେ ସ୍ୱର, ବାୟକମାନଙ୍କର ମୃଦଳ ଢାଳ, ଆଉ ଯେଉଁମାନେ ନାଚନ୍ତି, ପାଳି ଧରନ୍ତି, ସମସ୍ତଙ୍କର କୃତିତ୍ୱରେ 10 ଖଣ୍ଡି ଗାଁର ଲୋକେ ହୁଅନ୍ତି ମୁଗ୍ଧ। ଦୂର ଗାଁର ମିଶି ମାଇପେ ସଞ୍ଜ ହେଉଣୁ ବାହାରି ଯାଆନ୍ତି। ପ୍ରତିରାଜିରେ ସନେଇ ଯାଏ। ବେଶ ମୁଖା ପିନ୍ଧି ହନୁମାନ ହୋଇ ନାଚେ। ସମ୍ବାଦ କହେ, ବୁଦା ମାଡ଼ି ବଡ଼ ବଡ଼ ଡାଳ ଭାଙ୍ଗେ। ଲୋକେ ମୁଗ୍ଧ ହୁଅନ୍ତି। ନିଜେ ଚିନ୍ତେ ସ୍ୱାଇଁ ଗ୍ରାମ ଲୋକେ ପ୍ରଶଂସା କରି କହନ୍ତି, ସନେଇ ନଥିଲେ କି ଜାତ ଜମନ୍ତା। ସନେଇକୁ ଖୁସି ଲାଗେ। ଶହ ଶହ ଗ୍ରାମ ଲୋକଙ୍କ ଭିତରେ ନିଜକୁ ସେ ଜଣେ ବୋଲି ଗଣେ। କେତେ ଦୁଃଖ ସେ ଭୁଲିଯାଏ। କିନ୍ତୁ ଘରକୁ ଫେରିଲେ ଘରଟା ତାକୁ ନିଛାଟିଆ ଲାଗେ। ସତେ ଯେପରି କାହିଁ କେଉଁ ଅଗନାଗ୍ନି ବନସ୍ତ ଭିତରେ ସେ ପଡ଼ି ରହିଛି। ବଡ଼ ପାଲ ଗଦା ଦିଶେ ଗୋଟାଏ ପର୍ବତ ପରି। କାନ୍ଦ କାନ୍ଦ କୋହ ଉଠେ ମନ ଭିତରେ। ତାର ଛାତି ଭିତରେ ଖାଲି ଖାଲି ଲାଗେ। ବାହୁନି ଉଠେ ଆଶା, ବଞ୍ଚିବାର ଆକାଂକ୍ଷା। ସେ ଅନୁଭବ କରେ, ସବୁ ଯେପରି କୁଆଡ଼େ ଚାଲିଯାଇଛି। ଜୀବନଟା ତାର ନିରସ ହୋଇଛି। କାହା ପାଇଁ ସେ କରିଛି ଘର, କାହା ପାଇଁ ହାଡ଼ଭଙ୍ଗା ପରିଶ୍ରମ। ଆଜି ମଲେ କାଲିକି 2 ଦିନ। କିଏ ଭୋଗ କରିବ? ସେ ଯିବ, ଧୋବିକୁ ଆହୁରି ଥରେ ପଚାରି ଆସିବ। ତାହାର ତ ଏହି ଘର ସମ୍ପତ୍ତି ସବୁ ସନିଆ ପରିଶ୍ରମ କରି ବଢ଼ାଇଛି, ରକ୍ତ ଦେଇ ବଞ୍ଚାଇ ରଖିଛି, ସବୁ ତାରି ପାଇଁ। ଯିବ, ସେ ନିଶ୍ଚୟ ଯିବ। ମନ ସିନା କହେ, ଲୋକଲଜ୍ଜା ତାର ଗୋଡ଼କୁ ଟାଣି ରଖେ। ରହିମ ତାର ଉଦାସ ଭାବ ଦେଖି କହେ, କାହିଁକି ମନ ଦୁଃଖ କରି ବସିଛୁ ସନେଇ ଭାଇ? ସନେଇ ହସେ, ଉତ୍ତର ଦିଏ ନାହିଁ। ରହିମ ଥଙ୍ଗି ଥଙ୍ଗି କହେ, ସନେଇ ଭାଇ, ତୁ ବାହା ହେଇ ପଡ଼ ମ। ଏଇ ଦେଖେ, କାମ କେତେ ବଳିଲାଣି। ଭାଉଜ ଆସିଲେ ଘର କାମ ଦେଖିବ, ମୁଠାଏ ରାନ୍ଧିବାଢ଼ି ଖାଇବାକୁ ଦେବ।
ଏ ଚାବି ଗୋଛା ରଖିବ, ଘର ପାଇଁ ମନ ଦକ ଦକ ହେବ ନାହିଁ। ମୁଁ ଆଉ ଜାଗି ରଖିବି ନାହିଁ, କାମ କରୁ କେଉଁଠି ଖସି ପଡ଼ିବି। ସୂର୍ଯ୍ୟ ଉଠି ଆସୁଥାନ୍ତି। ରହିମ୍ର ସୁନ୍ଦର କୁଳୁକୁଳିଆ ମୁହଁକୁ ଚାହିଁ ରହିଲା ସନେଇ। ଆରେ ଏ ଦୁନିଆର ମଣିଷ ଯାହା କହିଲେ ପିଲାଟାଏ ରହିମ୍, ସେ ବି ସେୟା କହିଲା। ଏମାନେ ସମସ୍ତେ ଭାବୁଛନ୍ତି କେହି ଗୋଟିଏ ସ୍ତ୍ରୀ ଲୋକ ଏ ଘରକୁ ଆସିଲେ ସବୁ ସୁଧୁରି ଯିବ। ସନେଇ ସ୍ନେହଭରା ଆଖିରେ କହିଲା, ଖିଆ ପିଆ ତୋର କଷ୍ଟ ହେଉଛି କିରେ ରହିମ୍? ଆଚ୍ଛା, ତୋ ପାଇଁ ଗୋଟିଏ ଟିକି ଝିଅ ଠିକ୍ କରୁଛି, ତୁ ବାହା ହେଇ ପଡ଼। ବାହା ହେବୁ? ରହିମ୍ ଲାଜ ଲାଜ ହୋଇ କଥା କହିଲା। ମୁଁ କ'ଣ ମୋ କଥା କହୁଛି? ତମେ ଯଦି ବାହା ନ ହୁଅ ଏମିତି କ'ଣ ନିଜ ହାତରେ ରୋଷେଇ କରି ହଇରାଣ ହେଉଥିବ? ସନେଇ କହିଲା, ତେବେ ଗୋଟେ ଖଣ୍ଡେଇତ ପିଲା ଆଣି ପାଖରେ ରଖିବା ରହିମ୍, ସେଇ ଆମକୁ ରାନ୍ଧିଦେବ। ରହିମ୍ ନିରୁତ୍ତର ହେଲା। ପରିଦଳେଇ ଡାକ ଛାଡ଼ି ଆସିଲା, ଆରେ ସନେଇ, ଅଛୁ କିରେ? ସନେଇ ଘର ଭିତରୁ ପଦାକୁ ଆସିଲା। କ'ଣ ପଦିଆଦି? ପହରାଜେ ଖବର ପଠେଇଛନ୍ତି, ଆଜି ସଅଳ ସଅଳ ଜାତ ଆରମ୍ଭ ହେବ। ଲକ୍ଷ୍ମଣ ଶକ୍ତିଭେଦ ସମ୍ପାଦନ କିନା ଲକ୍ଷ୍ମଣ ମୋହଠାରୁ ନ ଉଠିଲେ ତ ଜାତ ଭାଙ୍ଗିବ ନାହିଁ। ଦିନ ଥାଉଣୁ ବେଶ କାନ୍ଧରେ ସଞ୍ଜ ପହରକୁ ଜାତ ଆରମ୍ଭ ହେବ। ଆଜି ଚିନ୍ତେ ଶୋଇ ମହୋତ୍ସବ ବରାଦ କରୁଛନ୍ତି। ଏଣେ ଜାତ ହେଉଥିବ, ତେଣେ ଜନ୍ତାଳ। ଗାଁ ଲୋକେ ସମସ୍ତେ ଖାଇବେ। ରାତି ଅଧରେ ଜାତ ସରିଲେ ପତର ପଡ଼ିବ, ହରିବୋଲ ହେବ। ନିଧେଇ ଶୋଇ ଠାକୁର ଦାଣ୍ଡରେ ଛାମୁଳିଆ ତଳେ ବସିଛନ୍ତି। ତତେ ଡକିଛନ୍ତି। ଗାଁ ଲୋକଙ୍କର ଯାହାର ଯାହା ଇଚ୍ଛା, ଯାହାର ସେତିକି ଶକ୍ତି ଜନ୍ତାଳ ପାଇଁ ଭେଦା ଦେବେ। ପରିଦଳେର କଥା ନ ସରୁଣୁ ଗାଁ ଦାଣ୍ଡରୁ ତୁରି ଶୁଭିଲା। ସମୁଦ୍ରର ଢେଉ ପରି ଥରକୁ ଥର ଗାଁ ଲୋକକୁ ଡାକରା ପଡ଼ିଛି, ସଭା ହେବ। ସନେଇ ଚାଲିଲା ପରି ଦଳେଇର ସଙ୍ଗରେ। ପହରାଜେ ଚିନ୍ତେଇ ଶୋଇ ନିଧେଇ ଶୋଇ ଗାଁର ଆଉ ଆଉ ମୁଖିଆ ଲୋକ ଠାକୁରଙ୍କ ଛାମୁଡ଼ିଆ ତଳେ ଯାଇ ଆସି ବସିଛନ୍ତି। ପହରାଜେ ଜନ୍ତାଳ ପାଇଁ ଛନ୍ଦଫାର୍ଦ ଧରିକିନା ବସିଛନ୍ତି। ନିଧେଇ ସନେଇ ଆଡ଼କୁ ଚାହିଁ କହିଲେ, ଜନ୍ତାଳ ପାଇଁ ଚାନ୍ଦା ତୋ ଉପରେ ଟଙ୍କାଏ ହେଉଛି। ଦିନେ ତ କିଛି, ସବୁଦିନେ ଦିନେ ନୁହେଁ, କ'ଣ କହୁଛୁ? ତାଙ୍କର ହସିଲା ମୁହଁକୁ ଚାହିଁ ସନେଇ କହିଲା, ନିଧିଆଦି, ତମ କଥାରୁ ମୁଁ ବାହାର ନୁହେଁ। ଗୋଟିଏ କଥା କହିବି, ଆଜି ଯଦି ଲକ୍ଷ୍ମଣ ଶକ୍ତିଭେଦ ସମ୍ପାଦ କରିବ, ତା ସାଗକୁ ଜନ୍ତାଳ ହେଲେ ସୁବିଧା ହେବ ନାହିଁ। ଜନ୍ତାଳ 2-4 ଦିନ ଗଡ଼େଇ ଦିଆଯାଉ, ନୋହିଲେ ସମ୍ପାଦ ବହୁଦିନ ରହୁ, ବନ୍ଦ ରହୁ। ଦୁଇଟା ଯାକ ଏକାଠି ହେଲେ ଅସୁବିଧା ହେବ। ଚିନ୍ତେଇ କହିଲେ, ସନେଇ ଠିକ୍ କଥା କହିଲା। ଜନ୍ତାଳ ହେବ ବୋଲି ପର ଗାଁର ମୁଖିଆ ଲୋକଙ୍କୁ ନିମନ୍ତ୍ରଣ କରାହୋଇଛି। ଆଜି ନ କଲେ ଭାଣ୍ଡିଆ ହେବ। ଜନ୍ତାଳ ହେଉ, ଜାତ ବନ୍ଦ ହେଉ, ଭଲ ଦିନ ଦେଖି କରିବା। ପହରାଜେ କହିଲେ, କାଲି ରାତିରେ ଜାତ ଭାଙ୍ଗିଲା ବେଳେ ହରିବୋଲ ଦେଇ ତୁରି ଫୁଙ୍କି ଦିଆଗଲା। ଆଜି ଲକ୍ଷ୍ମଣ ଶକ୍ତିଭେଦ ହେବ। ଦୂର ଗାଁମାନଙ୍କଠାରୁ ସ୍ତ୍ରୀ ଲୋକମାନେ ଆସିବେ, ହତାଶ ହୋଇ ଫେରିଯିବେ। ତେବେ ଜାନ୍ତଳ ବନ୍ଦ ହେଉ। ନିଧେଇ କହିଲା, ଖବର ଆସିଛି ଦୁର୍ଗାପୁରରୁ ଅନେକ ଲୋକ ଆସିବେ। ଧୋବି ଆସିବ ସବାରି ଗୌଡ଼ କରି, ପୁଣି ଫେରିଯିବ। ଚମକି ଉଠିଲେ ସନେଇ, ଚମକି ଉଠିଲେ ଚିନ୍ତାଇ। ପଚାରିଲେ, ଫେରିଯିବ? ନିଧେଇ କହିଲେ, ମଧୁ ଭୋଇ ମୋତେ ଏତିକି ଖବର ଦେଇଗଲା। ଆପଣ ଘର ଭିତରେ ଥିଲେ। ଜାତ ଦେଖି ଘରଦ୍ୱାର ବୁଲାବୁଲି କରି ସକାଳେ ଫେରିଯିବ। ସେଥିରେ କ୍ଷତି କ'ଣ? ମୁଁ ଭାଉଜଙ୍କୁ ଖବର ପଠାଇ ଆସିଛି। ଚିନ୍ତେଇ ଗମ୍ଭୀର ହେଲେ। ସନେଇ ମନ ଭିତରେ କେତେ ଉତ୍ତେଜନା ଖେଳିଗଲା। କେହି କାହାରି ମନ କଥା ବୁଝିଲେ ନାହିଁ। ଉଦି ସାହୁ କହିଲେ, ତେବେ ଜନ୍ତାଳ ହେଉ, ଜାତ ବି ହେଉ, ପହରାଜେ ଆପଣ ବୁଝି ବିଚାରି ଲୋକ ମୁଣ୍ଡକୁ ଚାନ୍ଦା ପକାନ୍ତୁ। ସମସ୍ତେ ଦେବାକୁ ବାଧ୍ୟ ରହିବେ। ବରଂ କଥା ଚାଲିଲେ ହୋଇପାରିବ ନାହିଁ। ସଞ୍ଜ ହେବ, କିଛି ଠିକଣା ହୋଇପାରିବ ନାହିଁ। ସନେଇ କହିଲା, ମୁଁ କହୁଛି, ଏତିକି ବେଳୁ ଚାନ୍ଦା ଯୋଗାଡ଼ କଲେ ସଞ୍ଜ ବେଳକୁ ଜନ୍ତାଳ ରହିବ। ଖାଇ ପିଇ ସଞ୍ଜବତୀ ଲାଗିଲେ ଜାତ ଆରମ୍ଭ କରିଦେବା। ଯେତେବେଳେ ସରିବ ସରୁ। ବଡ଼କାଣ୍ଡ କହିଲା, ଆରେ ଚାନ୍ଦା କାମ ଛିଡ଼ୁ ଛିଡ଼ୁ ଦ୍ୱିପହର ହେବ। ସଞ୍ଜ ଆଗରୁ ଜନ୍ତାଳ ସରିବ କିପରି? ସନେଇ ଉଠି ଠିଆ ହେଲା। ହାତ ଯୋଡ଼ି ଗ୍ରାମବାସୀଙ୍କୁ ଜଣାଇଲା, ଚାନ୍ଦା କଥା ଆପଣମାନେ ଭୁଲି ଯାଆନ୍ତୁ। ଗ୍ରାମରେ ଠାକୁରଙ୍କ ପାଖରେ ଜନ୍ତାଳ ହେବ। ଗ୍ରାମବାସୀମାନେ ପତର ପକାଇବେ। ଗରିବ ହୋଇ ବୋଲି ମୁଁ ଏତକ ତୁଲାଇ ପାରିବି ନାହିଁ? ପିଲାଛୁଆ ନେଇ ସମସ୍ତେ ଘର କରୁଛନ୍ତି। ଅଭାବ ଅସୁବିଧା ସମସ୍ତଙ୍କର ଥିବ। ମୁଁ ଏକୁଟିଆ ଲୋକ, ମୋର ଅଭାବ ନାହିଁ, ଚିନ୍ତା ନାହିଁ। ଗ୍ରାମବାସୀଙ୍କର ଯଦି ମତ ହୁଏ ଜନ୍ତାଳର ଯାହା ଖରଚ ଲାଗିବ ମୁଁ ସେତକ ଦେବି। ନିଧିଆଦି ବରାଦ କରନ୍ତୁ। ଘର ତ ମୋର ନୁହେଁ, ଘର ତାଙ୍କର। ଯାହା ଲୋଡ଼ା ହେବ ଲୋକ ପଠେଇ ନେଇ ଆସନ୍ତୁ। ସମସ୍ତେ କାବ ହୋଇ ସନେଇର ମୁହଁକୁ ଚାହିଁଲେ। ମୁହୂର୍ତ୍ତକ ପାଇଁ କାହାରି ତୁଣ୍ଡରୁ କିଛି ବଚନ ବାହାରିଲା ନାହିଁ। ସତେ ଯେପରି ସନେଇର କଥା ବିଶ୍ୱାସ କରିପାରିଲେ ନାହିଁ। ଚିନ୍ତେଇ ଶୋଇଙ୍କ ଆଖି ଭ୍ରୁଲତା ଉପରକୁ ଟେକି ହେଲା। ସେ ଅନୁଭବ କଲେ, ସନେଇ ତାଙ୍କ ଉପରେ ପ୍ରତିଶୋଧ ନେଇଛି।
ଗ୍ରାମବାସୀ ଆଗରେ ହାତ ଯୋଡ଼ି ଠିଆ ହୋଇ ନାହିଁ ତ ତାଙ୍କୁ ସେ ଚାପୁଡ଼ା ମାରୁଛି। ତାଙ୍କର ବଡ଼ପଣ ବଡ଼ କଥାକୁ ଆଣି ଗେଡ଼ରେ ମାଣିମକଟି ସେ ମିଶାଇ ଦେଉଛି। ଲକ୍ଷପତି ଚିନ୍ତେ ଶୋଇ ତାଙ୍କ ଯାହାଙ୍କର ଜମିର ଗୋଟିଏ ପାଖରେ ଠିଆ ହେଲେ ଆର ପାଖରେ ଦେଖାଯାଏ ନାହିଁ। ଯାହାଙ୍କର କାଳେ ପାଳ ଗଦାରେ ଧାନ ଖତ ହୋଇ ଗଲାଣି, ଯେ ବିଷ୍ଣୁପୁରର ହର୍ତ୍ତା କର୍ତ୍ତା ବିଧାତା, ସିଏ ଆଜି ଜଣେ ନିଃସହାୟ ଦୁର୍ଭିକ୍ଷ ଫେରନ୍ତା କାଙ୍ଗାଳ ଦରିଦ୍ର ଆଗରେ ମୁଣ୍ଡ ନୁଆଇ ବସିଛନ୍ତି। କିଏ ଯେପରି ତାଙ୍କର ଛାତି ଭିତରେ ହସି ହସିକା କହି ଉଠୁଛି, ବଡ଼ ସିଂହରେ ନିର୍ବେଦ ଯାହାର ମନ ବଡ଼, ହେଉ ପଛେ ସେ ଉପାସୀ ଦରିଦ୍ର ନିଆଶ୍ରୀ, ଧନ ସମ୍ପତ୍ତି କେବେ ମଣିଷକୁ ବଡ଼ କରିପାରେ ନାହିଁ। ଚିନ୍ତେ ସ୍ୱଇଙ୍କର ଅହମିକା ଗର୍ଜି ଉଠିଲା। ହେଉ ହେଉ ବଡ଼ପଣର ବଡ଼େଇରେ ସେ ଧ୍ୱଂସ ହେଉ, ମାଟିରେ ମିଶୁ। ଗ୍ରାମବାସୀଙ୍କର ହରିବୋଲ ଓ ତୁରିଫୁଙ୍କାରେ କାନ ବଧିର ହେଲା। ସମସ୍ତେ ସନେଇକୁ ଧନ୍ୟ ଧନ୍ୟ କହିଲେ। ନିଧେଇ ହସି ହସି ତାର ହାତ ଧରି କହିଲେ, ଗ୍ରାମବାସୀ ସମସ୍ତେ ରାଜି ହେଲେ ରେ ସନେଇ, ଆପଣ ବରାଦ କରନ୍ତୁ। ବରାଦ କରିବା କ'ଣ ବଳେଇ ପଡ଼ିବ? ପହରାଜୀ କହିଲେ। ଆରେ ପରି ବଡ଼ ଜାଲ ଯୋଗାଡ଼ କର, ସନେଇ ତାର ନୂଆ ପୋଖରୀରେ କ'ଣ ପଶିଛି ଦେଖିବା। ପୁଣି ଲୋକେ ହରିବୋଲ ଦେଲେ। ଆହା ତ ସିଂହ ପରି ଗର୍ଜି ଉଠିଲେ ଚିନ୍ତେ। ପାଟି କରୁଛ କାହିଁକି? ଆରେ ପରି ଜାଲ ଯୋଗାଡ଼ କର, ମୁଁ ବି ସଙ୍ଗରେ ଯିବି ଦେଖିବି। ଓଠ ପାଖୁଡ଼ାରେ ତାଙ୍କର ବିଷାକ୍ତ ହସ ଉକୁଟି ଉଠିଲା। ତେବେ ଏହିଠାରେ ଶେଷ ହେଲା କାହ୍ନୁଚରଣ ମହାନ୍ତିଙ୍କର ଉପନ୍ୟାସ ଶାସ୍ତିର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ওই ଉପନ୍ୟାସଟିର ବାକି ଅଂଶ ଗୁଡ଼ିକୁ ଶୁଣିବା। ରହିଲି, ନମସ୍କାର।